ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆପଣ ଯଦି ଡିଏଲ୍ଇଡି ଏଣ୍ଟ୍ରାନ୍ସ 2026 ବା ସିଟି ଏଣ୍ଟ୍ରାନ୍ସ 2026 ପାଇଁ ପ୍ରିପାରେସନ୍ କରୁଛନ୍ତି, ଏହି ଭିଡିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଆପଣ ସାଇନ୍ସରେ ଯେଉଁ ସେକେଣ୍ଡ ଲାଷ୍ଟ ଯେଉଁ ଟପିକଟା ଅଛି କ'ଣ ବାୟୋଲୋଜି ସାଇନ୍ସର ଆମର ଅଛି ଯେଉଁ ଷ୍ଟ୍ରକ୍ଚର ଆଣ୍ଡ ଆଡାପ୍ଟେସନ୍ ଇନ୍ ପ୍ଲାଣ୍ଟ ଉଦ୍ଭିଦର ଗଠନ ଆଉ ତାର ଉପଯୋଜନ ଯେଉଁ ରହିଛି ଅଭିଯୋଜନ ବା ଉପଯୋଜନର ତାର ମୁଁ ଆଜି ଇମ୍ପୋର୍ଟାଣ୍ଟ 20ଟି ଏମସିକ୍ୟୁ ଡିସ୍କସନ୍ କରିବି। ସେ 20ଟି ଏମସିକ୍ୟୁରେ ଏମସିକ୍ୟୁ ଡିସ୍କସନ୍ କରିବା ସହିତ ମୁଁ ଆପଣଙ୍କର ପୁରା ଟପିକର ଥିଓରି ବା ଫଣ୍ଡାମେଣ୍ଟାଲ ଆଉ ଏମସିକ୍ୟୁ ଆମର ସଲ୍ଭ କରିବା ପାଇଁ କ'ଣ ସବୁ ସର୍ଟକଟ୍ ବା କ'ଣ ସବୁ ମନେ ରଖିବା ଦରକାର ସବୁଗୁଡ଼ାକ ଡିସ୍କସନ୍ କରିଦେବି। ତେଣୁ ଗୋଟିଏ ଭିଡ଼ିଓ ଦେଖି ଆପଣ ଏମସିକ୍ୟୁ କେମିତି କ'ଣ ପଡ଼ିବ, କେମିତି କ୍ୱେଶ୍ଚନ୍ ପଡ଼ିବ ଆଉ ପୁରା ଆପଣଙ୍କ ଟପିକର ନଲେଜଟା ପାଇପାରିବେ। ତେଣୁ ଭିଡ଼ିଓଟି ଆପଣ ଫୁଲ୍ ଦେଖନ୍ତୁ। ଭିଡ଼ିଓଟି ଫୁଲ୍ ଦେଖିଲେ ଆପଣ ଜାଣିପାରିବେ ଯେ ଆପଣ କ'ଣ ଲାଭ ହେଉଛି। ଭିଡ଼ିଓଟି ଫୁଲ୍ ଦେଖିଲେ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିଦେବେ। ଆଉ ଏମ୍ଆର୍ ଷ୍ଟଡି ଏକାଡେମୀରେ ପ୍ରଥମ ଥର ଯଦି ଆପଣ ଆସିଛନ୍ତି ଭିଡ଼ିଓ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ଟିକେ ସବସ୍କ୍ରାଇବ୍ କରିଦେବେ। ପାଖରେ ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ। ଆଉ ଭିଡ଼ିଓଟି କେମିତି ଲାଗିଲା ମୋତେ ପରିଶେଷରେ ଜଣେଇଦେବେ। ତେଣୁ ସମୟ ନଷ୍ଟ କରିବାନି, ଦେଖିବା କ୍ୱେଶ୍ଚନ୍ ଗୁଡ଼ାକ କ'ଣ ଦେଇଛି। ପ୍ରଥମ କ୍ୱେଶ୍ଚନଟି ଅଛି କ'ଣ, ପାଣି ସାଧବା ଭଳି ଜଳଜ ଉଦ୍ଭିଦ ଗୁଡ଼ିକର ସାଧାରଣତଃ ନିମ୍ନଲିଖିତ ମଧ୍ୟରୁ କେଉଁ ଅଭିଯୋଜନ ବା ଉପଯୋଜନ ଦେଖାଯାଏ। କ'ଣ କହିଛି, ହୁଇଚ୍ ଅଫ୍ ଦ ଫଲୋଇଂ ଆଡାପ୍ଟେସନ୍ ଇଜ୍ କମନଲି ସିନ୍ ଦ ହାଇଡ୍ରୋଫାଇଟ୍ ଲାଇକ୍ ୱାଟର ଲିଲିଜ୍। ହେଲା, ପାଣି ସାଧବ ହେଉଛି କ'ଣ, ଯେଉଁ ଆମର କଇଁ କୁହାଯାଏ। ହେଲା, କଇଁ ଗଛ ଗୁଡ଼ାକରେ କୋଉ ପ୍ରକାର ଆମେ ଦେଖିଥାଉ କ'ଣ ନା ଉପଯୋଜନଟା ଦେଖିଥାଉ। ଅପସନଟି କ'ଣ ଦେଇଛି, ସୁବିକଶିତ ଚେର ପ୍ରଣାଳୀ ବା ୱେଲ୍ ଡେଭଲପଡ ରୁଟ୍ ସିଷ୍ଟମ ଥାଏ, ନା ହେଉଛି ଲାର୍ଜ ଏୟାର ସ୍ପେସେସ୍ ବା ଆରେନ୍ କାଇମା ତା ଭିତରେ ଥାଏ, ବା ଯେଉଁ କୁହାଯାଏ କ'ଣ ବଡ଼ ବାୟୁ କୋଠରୀ ତା ଭିତରେ ଥାଏ, ନା ହେଉଛି ଥିକ୍ ୱକ୍ସି କ୍ୟୁଟିକଲ୍ସ ଅନ୍ ଦ ରୁଟ୍ସ ବା ଚେରରେ ମୋଟା ମହମ ଆସ୍ତରଣ ରହିଥାଏ, ନା ହେଉଛି ଅପସନ ଡି ସୁକେନ୍ ଷ୍ଟମାଟା ବା ପତ୍ର ଭିତରକୁ ଥିବା ଷ୍ଟମାଟା, ମାନେ ଷ୍ଟମାଟା ପତ୍ର ଭିତରେ ଲୁଚି କରି ରହିଥାଏ। କୋଉ ପ୍ରକାର ଉପଯୋଜନଟା ଆମେ ଯେଉଁ ଆମ ପାଣି କଇଁ ବା ଯେଉଁ ପାଣି ସାଧୁବା ଭଳି ଗଛ ଗୁଡ଼ିକରେ ଦେଖିଥାଉ। ସଠିକ ଉତ୍ତରଟି କ'ଣ ହବ ନା ଅପସନ ନମ୍ବର ବି, ଯେଟା କ'ଣ ଅଛି ଲାର୍ଜ ଏୟାର ସ୍ପେସେସ୍ ବା ଆର୍ଏନ୍ କାଇମା ତା ଭିତରେ ଥାଏ, ବଡ଼ ବାୟୁ ଗଠରୀ ଥାଏ। ହେଲା, ହାଇଡ୍ରୋଫାଇଟ୍ସ ଜାଣିବେ କେମିତି, ୱାଟର ମାନେ ହାଇଡ୍ରୋ ମାନେ ପାଣି। ହେଲା, ହାଇଡ୍ରୋଫାଇଟ୍ସ ମାନେ ଯେଉଁ ଗୁଡ଼ାକ ପାଣିରେ ହେଇଥାଏ ବା ୱାଟର ପ୍ଲାଣ୍ଟ ଯେଉଁମାନଙ୍କୁ ଆମେ କ'ଣ କହିଥାଉ ହାଇଡ୍ରୋଫାଇଟ୍ କହିଥାଉ। ହାଇଡ୍ରୋଫାଇଟ୍ ପାଖରେ ଗୋଟେ କ୍ୟାରେକ୍ଟର ମନେ ରଖିଥିବେ କ'ଣ ଥାଏ, ଆର୍ଏନ୍ କାଇମା। ହେଲା, ଆର୍ଏନ୍ କାଇମା ହେଉଛି କ'ଣ ଲାର୍ଜ ଏୟାର କେଭିଟି, ମାନେ ତାଙ୍କ ଭିତରେ ପବନ ଭର୍ତ୍ତି ହୋଇକି ରହିଥାଏ। ହେଲା, ଯାହାଦ୍ୱାରା କି ସେମାନେ ପାଣିରେ ଉପରେ ଭାସିଥାନ୍ତି ଆଉ ତାଙ୍କ ଦ୍ୱାରା ସେଇଟା ତାଙ୍କର ଉପଯୋଜନ ହେଇଥାଏ। ହ୍ୱିଚ୍ ପ୍ରୋଭାଇଡ୍ସ ଦ ବାୟୋନେସ୍ ଫୋର୍ସ, ବାୟୋନେସ୍ ଫୋର୍ସ ହେଉଛି କ'ଣ ଉପରେ ଭାସିବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତି, ପାଣି ଉପରେ ଭାସିବା ପାଇଁ ସାହାଯ୍ୟ କରନ୍ତି। ଟୁ ଫ୍ଲୋଟ୍ ଆଣ୍ଡ ହେଲ୍ପ ଦ ଗ୍ୟାସିୟସ୍ ସେକ୍ସନ୍ ଅଣ୍ଡର ଦ ୱାଟର। ହେଲା, ତଳେ ଯେଉଁ ରହିଲା ମାନେ ଅକ୍ସିଜେନ ଗୁଡ଼ାକ ଜଳର ଯେଉଁ ଦ୍ରବୀଭୂତ ଅକ୍ସିଜେନ ଅଛି ତାକୁ ନେବା ପାଇଁ ମଧ୍ୟ ସାହାଯ୍ୟ କରିଥାନ୍ତି ଏଇ ଯେଉଁ ଆର୍ଏନ୍ କାଇମାଟା। ମନେ ରଖିଥିବେ ୱାଟର ଆର୍ଏନ୍ କାଇମା ଆମର କୋଉଠି ରହିଥାଏ, ଜଳଜ ଉଦ୍ଭିଦ ଗୁଡ଼ିକରେ। ହେଲା, ମନେ ରହିବ। ପରବର୍ତ୍ତୀ ଯେଉଁ ଥିଲା ଆମର ୱକ୍ସି ବା ଆମର ଥିକ୍ ୱକ୍ସି କ୍ୟୁଟିକଲ ଯେଉଁ ଥିଲା। ହେଲା, ଥିକ୍ ୱକ୍ସି କ୍ୟୁଟିକଲ ହେଉଛି କ'ଣ, ଯେମିତି ମରୁଜ ଉଦ୍ଭିଦ ଆପଣ ଯେମିତି ଦେଖିଥିବେ ନାଗଫେଣି ଗଛ ଗୁଡ଼ାକର କଣ୍ଟା କଣ୍ଟା ସବୁ ବାହାରିଥାଏ, ତା ଉପରେ ଦେଖି ଗୋଟେ ଧଳା ଧଳା ମହମ ଭଳିଆ ଆସ୍ତରଣ ସବୁ ଥାଏ। ହେଲା, ସେଗୁଡ଼ାକ ହେଉଛି କ'ଣ ୱେକ୍ସି କ୍ୟୁଟିକଲ। ହେଲା, ୱେକ୍ସି ହେଉଛି କ'ଣ, ସେ ମହମ ଭଳିଆ ଜାତୀୟ ପଦାର୍ଥକୁ କ'ଣ କି ୱକ୍ସି ବୋଲି କୁହାଯାଏ। ହେଲା, ସେଇଟା ପ୍ରେଜେଣ୍ଟ କାହା ପାଖରେ ଥାଏ ନା ଅପର ସର୍ଫେସ୍ ଅଫ ଦ ଲିଭ୍ସ ରିପେଲ୍ ୱାଟର ନଟ୍ ରୁଟ୍। ସେ କ'ଣ କରନ୍ତି ନା ପାଣିକୁ ରିପେଲ୍ କରନ୍ତି। ହେଲା, ସେମାନେ କ'ଣ ଚେରରେ ନଥାନ୍ତି, ସେମାନେ ପତ୍ର ଉପରେ ଥାନ୍ତି। କ'ଣ ପାଇଁ ଆମେ ଆକୁ କ୍ୱେଶ୍ଚନ ଡିସ୍କସନ ମୁଁ ଆପଣଙ୍କୁ ସେଠି ପୁରାପୁରି ବୁଝେଇଦେବି, ଖାଲି ଜାଣିଥିବେ ଏଇଟା କ'ଣ ଥାଏ ନା ପତ୍ର ଥାଏ, ଚେରରେ ନଥାଏ। ଆଉ ଯେଉଁ ଷ୍ଟମାଟା ପତ୍ର ଭିତରକୁ କାହିଁ ପଶିଥାଏ ନା ସେଟା ଡେଜର୍ଟ ଲାଇକ୍ ଯୋଉଟା କି ଜେରୋଫାଇଟ୍ କୁହାଯାଏ, ବା ଆମର ଯେଉଁ ମରୁଭୂମି ଯେଉଁ ଜାତୀୟ ଗଛ ଗୁଡ଼ାକରେ ସେଗୁଡ଼ାକ ଥାଏ। ସେମାନେ କ'ଣ କରନ୍ତି ନା ପାଣିକୁ ବଞ୍ଚେଇବାର ଚେଷ୍ଟା କରନ୍ତି। ଯେହେତୁ ମରୁଭୂମିରେ ଅଛନ୍ତି, ପାଣି ବହୁତ କମ୍ ମିଳେ, ମାନେ ଚେର ଦ୍ୱାରା ଆସେ, ତେଣୁ ସେଥିପାଇଁ ସେମାନେ ଯେହେତୁ ଆମର ଉତ୍ସେଦନ ପ୍ରତିକ୍ରିୟା ଦ୍ୱାରା କ'ଣ କରନ୍ତି ଗଛମାନେ ପାଣି ଗୁଡ଼ାକୁ ବାୟୁମଣ୍ଡଳକୁ ଛାଡ଼ନ୍ତି। ସେମାନେ କ'ଣ କରନ୍ତି ବା ଜେରୋଫାଇଟ୍ ଯେଉଁମାନେ ମରୁଭୂମିରେ ଯେ ଗଛ ଦେଖାନ୍ତି ସେମାନେ ଚେଷ୍ଟା କରନ୍ତି ତାଙ୍କର ଷ୍ଟମାଟା ଯେହେତୁ ଉତ୍ସେଦନ ଯୋଗୁଁ ପାଣି ବାୟୁମଣ୍ଡଳକୁ ଛାଡ଼ିଦେବ, ସେମାନେ ଚେଷ୍ଟା କରନ୍ତି ତାକୁ ତଳେ ରଖିବା ପାଇଁ, ମାନେ ପତ୍ର ଭିତରେ ଲୁଚି ଦେବା ପାଇଁ, ଯାହାଫଳରେ ପାଣି ଆଉ ନଷ୍ଟ ହବନି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ଅଛି, ଶ୍ୱାସକ୍ରିୟା କରୁଥିବା ଚେର ବା ପ୍ନିଉମେଟାଫୋର ଯେଉଁ କୋଉଠାରେ ବଢୁଥିବା ଉଦ୍ଭିଦ ଗୁଡ଼ିକର ଏକ ବୈଶିଷ୍ଟ୍ୟ। ହେଲା, ପ୍ନିଉମେଟାଫୋର और ब्रीथिंग रूट्स। है ब्रीथिंग रूट्स जेटा कि माने चेर श्वासक्रिया आप शुणिथे पत्र श्वासक्रिया, किंतु ना हमर चेर भी श्वासक्रिया करे, सेटा गोटे कहार कैरेक्टरिस्टिक फीचर्स ऑफ प्लांट ग्रोइंग कोठारे हेइथे। ऑप्शन कोन देछि, डेजर्ट बा मरुभूमि रे हेइथे, ना होछि कादुआ एवं लुणिया अंचल जेटा कि हेंताळ बन कहउथौ सेठी हेइथे, ना होछि डीप वाटर बा गभीर जल ठारे जो गछ देखा जाय सेथिरे माने देखा जाନ୍ତି एमति, ना होछि हाई माउंटेन उच्च पर्वत श्रेणी जो गछडा देखा जाय सेथिरे देखा जाय। हला बहुत बढिया क्वेश्चन ला। सठिक उत्तरटी कोन हो यार, ना जो ऑप्शन नंबर बी जेटा कि हेंताळ बन बा कादुआ लुणिया अंचल रे देखा जाय। हला काहेकि ए प्रकार बा हम जो न्यू मेटाफर जो ब्रीथिंग रूट जेटा कि हम श्वासक्रिया करथबा चेर गुडाको देखा जाए। कारण होची इन मैंग्रोव एरिया द सॉइल
ଇଜ୍ ୱାଟର ଲକ୍ଡ ଆଣ୍ଡ ଅକ୍ସିଜେନ ଡେଫିସିଏଣ୍ଟ ପ୍ଲାଣ୍ଟ। ଯେତେବେଳେ ଦେଖିବେ କଣ ହୁଏ ଲୁଣି ବା ହେନ୍ତାଳ ବଣ ଜାଗା ଗୁଡ଼ିକରେ କଣ ହୁଏ ନା ପାଣି ଗୁଡାକ ତା ଭିତରେ ଅକ୍ସିଜେନ ସର୍ଟେଜ ହେଇଥାଏ, ମାନେ ଯେହେତୁ ବହୁତ ଲୁଣିଆ ହେଇଯାଇଥାଏ ତେଣୁ ତା ଭିତରେ ଅକ୍ସିଜେନ ପରିମାଣ ମାନେ ସେଠି ହେନ୍ତାଳ ବଣ ଗୁଡ଼ିକରେ ପାଣି ଯେତେବେଳେ କଳା ଦେଖାଯାଉଥିବ କଣ ସେଥିରେ ଅକ୍ସିଜେନ ଡେଫିସିଏଣ୍ଟ ଦେଖାଯାଏ। ତେଣୁ ସେଥିପାଇଁ କଣ କରନ୍ତି ପ୍ଲାଣ୍ଟ ଡେଭଲପ ଦ ନେଗେଟିଭଲି ଜିଓଟ୍ରପିକ ରୁଟ୍ସ କଲ୍ଡ ନ୍ୟୁ ମେଟାଫର୍ସ ହେଲା। ନ୍ୟୁ ମେଟାଫର୍ସ ଯୋଉଟା କୁହାଯାଏ, ସେମାନେ କଣ କରନ୍ତି ତାଙ୍କର ଚେର ଗୁଡାକ ଯେହେତୁ ତଳେ ଅଛି ଅକ୍ସିଜେନ ସର୍ଟେଜ ପାଇପାରିବେନି, ସେମାନେ କଣ କରନ୍ତି ଚେରଟାକୁ ପାଣି ଉପରକୁ ନେଇ ଆସନ୍ତି। ତାପରେ ଟିକେ ସେ ଗଛ ଗୁଡାକରେ ଚେର ଏମିତି ଉପରକୁ ବାହାରିଥିବ ହେଲା, ତାପରେ ଏଇଠୁ ଗଛ ତାପରେ ଷ୍ଟାର୍ଟ ହେଇଥିବ। ଏମିତି ପାଣି ଥିବ ସବୁ ଏଇଠି ତଳ ପାଣି ଥିବ, କିନ୍ତୁ ଚେର ଗୁଡାକ ପାଣି ଉପରକୁ ଉଠିଥିବ। କାହିଁକି ନା ତଳେ ଯେହେତୁ ଅକ୍ସିଜେନ ଡେଫିସିଏଣ୍ଟ ଅଛି, ସେମାନେ ସେଥିପାଇଁ ବାୟୁମଣ୍ଡଳରୁ ଡାଇରେକ୍ଟ ଅକ୍ସିଜେନ ନେବା ପାଇଁ ଚେର ଗୁଡିକୁ ଉପରକୁ ନେଇଥାନ୍ତି ହେଲା। ଦେଖୁଛନ୍ତି କେମିତି ମେକାନିଜିମ୍, ସେଇଟା କଣ କୁହାଯାଏ ନା ନ୍ୟୁ 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 ମେଟାଫର ବୋଲି କୁହନ୍ତି, ଯୋଉଟା କି ଆମ କୋଉଠାରେ ଦେଖାଯାଏ ନା ହଉଛି ମରେସିସ୍ ବା ସାଲାଇନ୍ ଏରିଆ, ଯେଟା କଣ କୁହାଯାଏ ହେନ୍ତାଳ ବନ ବା କାଦୁଆ ଅଞ୍ଚଳରେ ସେଇଭଳିଆ ଦେଖାଯାଇଥାଏ। ଅକ୍ସିଜେନ ଡେଫିସିଏଣ୍ଟ ଯୋଉ ଦେଖାଯାଉଛି ସେଥିପାଇଁ ସେମାନେ ଚେର ଗୁଡିକୁ ଉପରକୁ ଉଠେଇ ନେଇଥାନ୍ତି। ବୁଝିପାରିଲେ? ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନଟି କଣ ଦେଇଛି ନା ଅପୁଷ୍ଟିଆ ବା ନାଗଫେଣୀ ଯୋଉ ଭଳି ମରୁଭୂମି ଉଦ୍ଭିଦରେ ଆଲୋକ ଶୋଷଣ କରୁଥିବା ଚେପ୍ଟା ସବୁଜ ମାଂସଳ ଗଠନଟି ପ୍ରକୃତରେ କାହାର ରୂପାନ୍ତରିତ? ଇନ୍ ଜେରୋଫାଇଟ୍ ମାନେ ଯୋଉ ମରୁଭୂମିରେ ଯୋଉ ଗଛଟା ଦେଖାଯାଏ ଲାଇକ୍ ଅପୁଣ୍ଟିଆ ଯେଟା cactus ଗଛ କୁହାଯାଏ, the flat green flashy structure that perform the photosynthesis is actually a modified, ମାନେ ଯୋଉଗୁଡାକ photosynthesis process କରିଥାନ୍ତି ସେମାନେ କୋଉ ପ୍ରକାର ତାର ପାର୍ଟ ହେଇଥାନ୍ତି? ଅପସନ କଣ ଦେଇଛି, ସେଟା ପତ୍ର ହେଇଥାନ୍ତି ନା ହଉଛି ଚେର ହେଇଥାନ୍ତି ନା ହଉଛି କାଣ୍ଡ ନା ଫୁଲ ହେଲା। ଯୋଉମାନେ ଫଟୋସିନ୍ଥେସିସ୍ କରିଥାନ୍ତି ସେଟାକୁ ସବୁରା ହଉଛନ୍ତି କଣ ନା ଅପସନ ନମ୍ବର ସି, ଯେଟା କଣ ଅଛି ନା ହଉଛି କାଣ୍ଡ ହେଲା। ଇନ୍ ଅପୁଣ୍ଟିଆ ବା ଆମର ଯୋଉ ଅପୁଣ୍ଟିଆ ଯେ ନାଗଫେଣୀ ଗଛ ଯୋଉଗୁଡାକ ହେଲା କଣ୍ଟା ଜାତୀୟ ଗଛ, ତା stem is modified into flat green flashy structure। ସେମାନଙ୍କର ଯୋଉ ଏଇଭଳିଆ ଏଇଟା ଦେଖାଯାଏ ହେଲା କଣ୍ଟା କଣ୍ଟା, ଏଇଟା ହଉଛି କଣ, ଏଇ ଜିନିଷଟା ହଉଛି କଣ ନା ତାଙ୍କର କାଣ୍ଡ ହେଲା। ସେଇ କାଣ୍ଡରେ କଣ ହୁଏ ଫଟୋସିନ୍ଥେସିସ୍ ହେଇଯାଏ, ଷ୍ଟ୍ରକ୍ଚର ଇଜ କଲ୍ଡ ଫାଇଲାକ୍ଲୋଏଡ୍। ସେଟା କଣ କୁହାଯାଏ ସେଇ ଜାଗାଟା ଯୋଉ କାଣ୍ଡ ଯେଟା କି ଆମର ଫଟୋସିନ୍ଥେସିସ୍ କରିଥାଏ ସେଟା କଣ କୁହାଯାଏ ନା ଫାଇଲାକ୍ଲୋଏଡ୍ ବୋଲି କୁହାଯାଇଥାଏ। ଟୁ ଷ୍ଟୋର ଦ ୱାଟର ଆଣ୍ଡ ପରଫର୍ମ ଦ ଫଟୋସିନ୍ଥେସିସ୍, ସେଇଠି କଣ ହେଇଥାଏ ତାର ୱାଟର ବି ଷ୍ଟୋରେଜ ହେଇ ରହିଥାଏ, ପ୍ଲସ୍ ସେମାନେ ସେଇ ଆମର ଫାଇଲାକ୍ଲୋଏଡ୍ ଦ୍ୱାରା ସେମାନଙ୍କର ଫଟୋସିନ୍ଥେସିସ୍ ବା ଶ୍ୱାସକ୍ରିୟା ବି କରିଥାନ୍ତି। ମନେ ରହିବ ହେଲା। ଆଉ ମନେ ରଖିଥିବେ କଣ ତା ଲିଭ୍ସ ଆର୍ ମଡିଫାଇଡ୍ ଇନଟୁ ସ୍ପାଇନ୍, ସେମାନଙ୍କର ପତ୍ର ଗୁଡାକ ଏଇ ଯୋଉ କଣ୍ଟା ଗୁଡାକ ଦେଖାଯାଏ, ଏ ପତ୍ର ଉପରେ ଟିକେ ଏମିତି ଛୋଟ ଛୋଟ କଣ୍ଟା ଗୁଡାକ ଥାଏ, ସେଟା କଣ ଥାଏ ନା ଆମର ପତ୍ର ଗୁଡାକ ମଡିଫାଇ ହେଇଥାଏ କାହାକୁ ନା ସ୍ପାଇନ୍ କୁ ବା କଣ୍ଟା ଆକାରରେ ହେଇଥାଏ। କଣ ପାଇଁ ହେଇଥାଏ ନା ୱାଟର ଲସ୍ କୁ କମେଇବା ପାଇଁ, ଯେହେତୁ ମରୁଭୂମିରେ ପାଣି କମ ଥାଏ ଚେର ଦ୍ୱାରା ଆସିପାରେନି, ସେଥିପାଇଁ ସେମାନେ ୱାଟର ଲସ୍ କମ କରିବା ପାଇଁ, ପତ୍ର ଯେତେ ବଡ ହବ ୱାଟର ଲସ୍ ସେତେ ଅଧିକ ହବ, ତେଣୁ ଯେତେ କମେଇବା ପାଇଁ ସେଟା କଣ୍ଟାକୁ ସେମାନେ କଣ ହେଇଥାନ୍ତି ନା ଆମର ମଡିଫାଇ ହେଇଯାଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଦେଇଛି ମରୁଭୂମି ଉଦ୍ଭିଦ ଗୁଡିକର ପତ୍ରରେ ଥିବା ମୋଟା ମହମ ଆସ୍ତରଣର ମୁଖ୍ୟ କାର୍ଯ୍ୟ କଣ? ଯୋଉ ଆମର ବକ୍ସି ଟିକେ ଆଗରୁ କହିଥିଲି, ବକ୍ସି ଯୋଉ କ୍ୟୁଟିକଲ ଗୁଡାକ ରହିଲା ତାର କାମ କଣ? ଅପସନ କଣ ଦେଇଛି ବାୟୁମଣ୍ଡଳୀୟ ଆର୍ଦ୍ରତା ଶୋଷଣ କରିବା ନା ହଉଛି ଉତ୍ସେଦନର ହାର ହ୍ରାସ କରିବା, ଉତ୍ସେଦନ ନା ପ୍ରଶୋଧନ ନା ଉତ୍ସେଦନ ହେଲା ଟ୍ରାନ୍ସପ୍ରେସନ ଯୋଉଟା କୁହାଯାଏ। ଅପସନ ନମ୍ବର ସି ଅଛି ଆଲୋକ ଶୋଷଣର ହାର ବୃଦ୍ଧି କରିବା ନା ହଉଛି କୀଟ ପତଙ୍ଗ ଠାରୁ ଉଦ୍ଭିଦକୁ ରକ୍ଷା କରିବା। କଣ ପାଇଁ ସେ ୱାକ୍ସି କ୍ୟୁଟିକଲ ଗୁଡାକ ବା ମହମ ଜାତୀୟ ପଦାର୍ଥ ଗୁଡାକ ଲାଗିଥାଏ ପତ୍ର ଉପରେ, ଯେଟା ଜେରୋଫାଇଟ୍ସ ମାନଙ୍କ ପାଖରେ। ସଠିକ ଉତ୍ତର ହେବ ଅପସନ ନମ୍ବର ବି କଣ ରିଡ୍ୟୁସ ଦ ରେଟ୍ ଅଫ ଟ୍ରାନ୍ସପ୍ରେସନ ବା ଉତ୍ସେଦନକୁ କମ କରିବା ପାଇଁ। ସେଠି ବି ଆଲୋଚନା ବେଳେ କହିଥିଲେ ଯେହେତୁ ଥିକ୍ ୱାକ୍ସି ଯୋଉଟାକ ରହିଛି ସେମାନେ ୱାଟର ପ୍ରୁଫ ବେରିୟର ହେଇଥାନ୍ତି। ଦେଖିବେ ସେମାନଙ୍କର ଯୋଉ ଆମେ କହିଥାଉ କୁଚ ଗଛ ଯୋଉଟାକୁ ଦେଖିବେ ଉପରେ ସେଇଟାରେ ବି ଆମର ଦେଖାଯାଏ କଣ ଉପରେ ଯୋଉ ମହମ ଜାତୀୟ ପଦାର୍ଥ ଭଳି ଆପଣ ପାଣି ପକେଇବେ ପାଣି ସେଥିରେ ଲାଗିବନି ହେଲା, ସେ କଣ ହେଇଥାଏ ନା ମାନେ ୱାଟର ପ୍ରୁଫ ବେରିୟର ହେଇଥାନ୍ତି, ଯାହା ପାଣି ପକେଇଲେ ମାନେ ପାଣି ସେଠି ଲାଗିବନି ଏମିତି ହେଲା। ତେଣୁ କଣ ପାଇଁ ନା ସେଟା ୱାଟର ଲସ୍ କୁ କମେଇବା ପାଇଁ ହେଲା। ଉତ୍ସେଦନ ହଉଛି ଟ୍ରାନ୍ସପ୍ରେସନ ଦ୍ୱାରା କଣ ୱାଟର ଲସ୍ କରେ, ୱାଟର ଇଭାପୋରେସନ ଦ୍ୱାରା ତାର ପାଣିଟାକୁ ବାୟୁମଣ୍ଡଳକୁ ଛାଡେ, ତେଣୁ ସେଇଟାକୁ ବନ୍ଦ କରିବା ପାଇଁ ସେମାନେ ୱାକ୍ସି ବା ମହମ ଜାତୀୟ ଯୋଉ ଜିନିଷ ଗୁଡାକ ପତ୍ର ଉପରେ ଥାଏ ହେଲା। ମନେ ରହିବ ଟ୍ରାନ୍ସପ୍ରେସନ ପାଇଁ ସେମାନେ ସେମିତି କରିଥାନ୍ତି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଦେଇଛି ଉଦ୍ଭିଦର ଚେରରୁ ପତ୍ରକୁ ଜଳ ଏବଂ ଖଣିଜ ଲବଣ ପରିବହନ ପାଇଁ କେଉଁ ଉଦ୍ଭିଦ ଟିସୁଟା ଦାୟୀ ହେଇଥାଏ? କୋଉ ପ୍ରକାର ଟିସୁ ଆମର କଣ କରିଥାଏ ନା ଚେରରୁ ପତ୍ର ପର୍ଯ୍ୟନ୍ତ ଜଳ ଆଉ ଖଣିଜ ଲବଣକୁ ନେଇଥାଏ ହେଲା। ଅପସନ କଣ ଦେଇଛି ଫ୍ଲୋଏମ, ଜାଇଲେମ, ପାରେନ କାଇମା ନା ହଉଛି ସ୍କାଲାରେନ କାଇମା ହେଲା। କୋଉ ପ୍ରକାର ଟିସୁଟା ଆମର ରେସ୍ପନ୍ସିବଲ ହେଇଥାଏ ଚେରରୁ ପତ୍ରକୁ କଣ ନେବା ପାଇଁ ନା ଜଳ ଆଉ ଖଣିଜ ଲବଣ? ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି, ଯେଟା କି ଜାଇଲେମ ହେଲା। ମନେ ରଖିଥିବେ ଜାଇଲେମ ଟା କଣ କରେ ନା ଚେରରୁ ପତ୍ର ପର୍ଯ୍ୟନ୍ତ ଆମର କଣ ଯେତିକି ଜିନିଷ ଯାଉଛି ଯେଟା କି ୱାଟର ହଉ ମିନେରାଲ୍ସ ହଉ ହେଲା, ସେ ସବୁ ଅପୱାର୍ଡ ମାନେ ଉପରକୁ ନେଇକି ଯାଇ କଣ ଜାଇଲେମ। ମନେ ରଖିଥିବେ ଜାଇଲେମ ଟା ସବୁବେଳେ ଅପୱାର୍ଡ, ଯେଟା କି ଆମର ୱାଟର ଆଉ ମିନେରାଲ୍ସକୁ ପତ୍ର ପର୍ଯ୍ୟନ୍ତ ପହଞ୍ଚିଥାଏ। କିନ୍ତୁ ଫ୍ଲୋଏମ କଥା ଯଦି କହିବା ଫ୍ଲୋଏମ କଣ କରେ ନା ସେ ଫୁଡ ଟ୍ରାନ୍ସଫର କରେ, ପତ୍ରରୁ ଯେ ଅଲଗା ଯେ ପାର୍ଟ ଗୁଡାକ ହେଲା ସବୁଗୁଡାକୁ କଣ ନେଇଥାଏ ନା ସେ ଖାଦ୍ୟ ବା ସୁଗାର ଯୋଉଟା ନେଇକି ଯାଇଥାଏ। ମନେ ରଖିଥିବେ ଯଦି ପଚାରେ ଯେ ଆମର ଜାଇଲେମ ହଉଛି କଣ ନା ଅପୱାର୍ଡ ବା ୟୁନି ଡିରେକ୍ସନ, ସେ ସବୁବେଳେ ଉପରକୁ ଯିବ, କିନ୍ତୁ ଫ୍ଲୋଏମ କଣ ନା ହଉଛି ବାଇ ଡିରେକ୍ସନ, ମାନେ ବାଁ ଡାହାଣ ଉପର ତଳ ସବୁ ଆଡକୁ ସେ ଯାଇପାରିବ ହେଲା। କ୍ୱେଶ୍ଚନ ପଚାରିବାରେ କୋଉଟା କୋଉ ଟିସୁଟା ହଉଛି
बाई डायरेक्शनल बा यूनिडायरेक्शनल कि जाइलेम आ बाई डायरेक्शनल फ्लोएम तापर नेक्स्ट हले जो पारेनकाइमा होची कोन से पैकेजिंग टिश्यू इन्वॉल्व द स्टोरेज ऑफ द फोटोसिंथेसिस से कोन करते खाद्य को पैकेजिंग करिवारे साहाय्य करे जो फोटोसिंथेसिस द्वारा हमर खाद्य तयारी हला ताको पैकेजिंग करिकि दबो काहाकू ना फ्लोएम को दबो फ्लोएम नेकी तापर पत्र बा अलगा सब जगह गुडा को नेकी पहुंचेबो नेक्स्ट जो स्क्लेरेनकाइमा रहला स्क्लेरेनकाइमा रो काम होची मैकेनिकल स्ट्रेंथ दबो जो डेड पार्ट गुडा को अछि ला गछो बढ़िबारे डेड पार्ट गुडा करे से स्ट्रेंथ दबा पई साहाय्य करते मन रहइबो फ्लोएम जाइले पारेनकाइमा तो सेमति पैकेजिंग रे स्टार्ट कर माने साहाय्य करते आ स्क्लेरेनकाइमा सपोर्ट देइथे जो डेड पार्ट गुडा करे थाए परवर्ती प्रश्न को जिबा परवर्ती प्रश्न अछि कोन कळसी पत्र बा निफेन्थास जो भଳି कीट भक्ष्य उद्भिद गुड़िक केउ उपादान रो अभाव धिया मूर्तिकारे बढ़ी थांती बहुत बढ़िया क्वेश्चन इंपोर्टेंट क्वेश्चन एटा हला देखि जाइथिबे कोनिला इनसेक्टिफायर जो माने कीट पतंग खांती लाइक पिक्चर प्लांट जो पिक्चर प्लांट हमें कहिथाउ ताको निफेन्थस मध्य कह जायते बा कळसी पत्र गछ भी कह जायते ग्रो इन द सॉइल को प्रकार माटी से माने ग्रो होइथांती ऑप्शन कोन देला डेफिशिएंट सेठी थाई कोन माने कम से माटी रे कोन कम थाए ऑप्शन कोन देला अंगारक कम थाए न जैवखारजन कम थाए न पोटेशियम कम थाए न कैल्शियम कम थाए हला तो सठिक उत्तर कोन हबो कोन प्रकार माटी रे से माने देखा जानती न ऑप्शन नंबर बी जेटा कि नाइट्रोजन कम थाए मन रखिबे जैवखारजन जो माटी रे कम थाए सेठी हमर इनसेक्टिफायरस बा जो हम कोन तो पिक्चर प्लांट गुडा को देखा जाते काहे देखा जानती ना इनसेक्टिफायरस प्लांट ग्रो इन द एसिडिक waterlogged soil we where nitrogen organic breakdown in spore एसिडिक जगह आ होची कोन वाटर लॉग सॉइल आ कोन नाइट्रोजन डेफिशिएंट सेठी माटी रे कोन नाइट्रोजन जेतु मिलु नै से माने कोन करिवे ना जो हमरो कीट पतंग अछि तांको देहरु नाइट्रोजन आ चेष्टा करबे सेति पई ट्रैप बनांती आ डाइजेस्ट करिकि सो इनसेक्ट गुडा को ता भितरु कोन नै थांती नाइट्रोजन नै थांती मन रहइबो काहे कि से नाइट्रोजन डेफिशिएंट देखाय ना तांकर जेतु माटी रे नाइट्रोजन ता नाही अलगा गछ गुडा को तळु चेरो द्वारा नाइट्रोजन नै थांती किंतु समान तो नै पारिबेन जे नाइट्रोजन कम अछि ସେମାନେ କୀଟ ପତଙ୍ଗ ଦେହରୁ ନାଇଟ୍ରୋଜେନ ଟାକୁ ଏବଜର୍ଭ କରିଦେବେ ହେଲା ମନେ ରହିଲା ତାପରେ ଯିବା ନେକ୍ସଟ କ୍ୱେଶ୍ଚନ କୁ ହେଲା ପରବର୍ତ୍ତୀ କ୍ୱେଶ୍ଚନ ଦେଇଛି କଣ ନା ଯୋଉ ଭେଲାମେନ୍ ଟିସ୍ୟୁ ହେଉଛି ଅର୍କଟ ର ଓହଳି ଥିବା ଚେରରେ ଦେଖାଯାଉଥିବା ଏକ ବିଶେଷ ଗଠନ ଏହାର କାର୍ଯ୍ୟ ହେଉଛି କଣ ଆପଣ ଦେଖିଥିବେ ଏଟା ହେଉଛି ଯୋଉ ଆମର ଭେଲାମେନ୍ ଯୋଉ ଟିସ୍ୟୁଟା ହେଲା ସେଟା କୋଉଠି ଦେଖାଯାଇଥାଏ ଯୋଉ ଅର୍ଚିଡ ଗଛ ବା ଯୋଉ ନିର୍ମୂଳୀ ଲତା ଆପଣ ଶୁଣିଥିବେ ହେଲା ନିର୍ମୂଳୀ ଲତା ହେଉଛି କଣ ଗୋଟେ ଗଛ ହେଇଥିବ ତା ଉପରେ ସିଏ ତାର ଚେର କିଛି ନଥିବ ସେ ଗଛ ଉପରେ ରହିକି ତାର ଗଛର ଖାଦ୍ୟକୁ ବ୍ୟବହାର କରି ସିଏ ବଢୁଥିବ ହେଲା ସେଟା କଣ କୁହାଯାଏ ନା ଭେଲାମେନ୍ ବା ଯୋଉ ଅର୍ଚିଡ ଗଛ କୁହାଯାଇଥାଏ ତାର ବିଶେଷ ଗଠନଟା ସେମିତି କରିଥାଏ କାହିଁକି ଅପସନ କଣ ଦେଇଛି ଉଦ୍ଭିଦକୁ ଏକ ଆଧାର ସହିତ ସ୍ଥିର ରଖିବା ପାଇଁ ନା ହଉଛି ବାୟୁର ଆର୍ଦ୍ରତା ଶୋଷଣ କରିବା ପାଇଁ ନା ହଉଛି ଆଲୋକ ଶୋଷଣ କରିବା ପାଇଁ ନା ହଉଛି ଖାଦ୍ୟ ପଦାର୍ଥ ସଂରକ୍ଷଣ କରିବା ପାଇଁ ହେଲା ଯୋଉ ଆମର ରହିଲା କଣ ଭେଲାମେନ୍ ଟିସ୍ୟୁ ଅର୍କିଡ ଯାହା ଦେଖାଯାଇଥାଏ ତାର ବିଶେଷ ଗଠନ ଆଉ କାର୍ଯ୍ୟ କଣ ଯୋଉ ଭେଲାମେନ୍ ଟିସ୍ୟୁଟା ଥାଏ ହେଲା ଯେମିତି ଫ୍ଲୋଏମ୍ କହିଲି ଜାଇଲେମ୍ କହିଲି ହେଲା ଏ ଯୋଉ ଭେଲାମେନ୍ ଟିସ୍ୟୁର କାମ ହଉଛି କଣ ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି କଣ এবଜର୍ବ ଦ ମଏଶ୍ଚର ଫ୍ରମ ଦ ଏୟାର ବାୟୁର ଆର୍ଦ୍ରତା ଶୋଷଣ କରିବା ହେଲା ଅର୍ଚିଡ ହଉଛି କଣ ଗୋଟେ ମନେ ରଖିଥିବେ ଏପିଫାଇଟ୍ସ ହେଲା ଯୋଉଟା କି କଣ କରେ ପ୍ଲାଣ୍ଟ ଗ୍ରୋ ଅନ୍ ଦ ଅଦର ପ୍ଲାଣ୍ଟ ହେଲା ଗୋଟେ ଗଛଟା ମାନେ ଯୋଉ ଲତା ଜାତୀୟ ଗଛ ସାଧାରଣତଃ ଦେଖାଯାନ୍ତି ଅର୍ଚିଡ ଗୁଡାକ ସେମାନେ ଆଉ ଗୋଟେ ଗଛ ଉପରେ ନିର୍ଭର କରିଥାନ୍ତି ତାଙ୍କର କୌଣସି ମୂଳ ନଥାଏ ସେମାନେ ସେ ଗଛ ଉପରେ ହିଁ ବଢିଥାନ୍ତି ଦ ଏୟାର ଏରିଆଲ ରୁଟ୍ସ ହେଭ୍ ଏ ସ୍ପଞ୍ଜି ଲାଇକ ଟିସ୍ୟୁ କଲ୍ଡ ଭାଲେମାନ ହେଲା କଣ କୁହାଯାଏ ନା ଯୋଉ ସ୍ପଞ୍ଜି ଲାଇକ ଟିସ୍ୟୁ ସେମାନଙ୍କ ପାଖରେ ଥାଏ ରୁଟ୍ ଗୁଡାକ ଏରିଆଲ ରୁଟ୍ ଯେହେତୁ ଏରିଆଲ କଣ ପାଇଁ ନା ସେମାନଙ୍କର କୌଣସି ମାଟିରେ ନଥାଏ ସେମାନେ ଗଛ ଉପରେ ରହିଥାନ୍ତି ସେଥିପାଇଁ ଏରିଆଲ ରୁଟ୍ ମଧ୍ୟ କୁହାଯାଇଥାଏ ତାର ଗୋଟେ ଟିସ୍ୟୁ ଥାଏ କଣ ଯେ ଭେଲାମାନ ଟିସ୍ୟୁ ସେଟା କଣ କରିଥାଏ ନା ଡାଇରେକ୍ଟଲି ମଏଶ୍ଚର ଏବଜର୍ଭ କରିଥାଏ ଆମର କଣ ରହିଥାଏ ଏଇ ଯୋଉ ଆମର ଆଟମୋସ୍ଫିୟର କୁ ଡାଇରେକ୍ଟ ପୁରା ମଏଶ୍ଚର ଟା ଏବଜର୍ଭ କରିଥାଏ ସେଟା ଅଲଗା କୋଉ ପ୍ରକାର ଗଛରେ ଦେଖାଯାଏନି ସେଟା କୋଉ ପ୍ରକାର ଯୋଉ ଆମର କଣ ଥାଏ କଣ ଅର୍ଚିଡ ବା ଯୋଉ ନିର୍ମୂଳୀ ଲତା ଗଛ ଗୁଡାକରେ ଭେଲାମିନ ଟିସ୍ୟୁଟା ସେ ଆମର କଣ କରେ ଡାଇରେକ୍ଟ ଆଟମୋସ୍ଫିୟର ମଏଶ୍ଚରକୁ ଏବଜର୍ଭ କରିଥାଏ ହେଲା ମନେ ରହିବ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା ପରବର୍ତ୍ତୀ କ୍ୱେଶ୍ଚନ ଦେଇଛି କଣ ନା ଜଳରେ ବୁଡି ରହିଥିବା ଜଳଜ ଉଦ୍ଭିଦ ଯେପରିକି ହାଇଡ୍ରିଲା ଯୋଉ ଗଛ ମାନେ ଇଏ ଗୁଡାକ ଗଛ ଗୁଡାକ ଜଳଜ ଉଦ୍ଭିଦ ଗୁଡାକ ର ଷ୍ଟମାଟା ଗୁଡିକ କଣ ହେଲା ସେମାନଙ୍କ ଷ୍ଟମାଟା କେମିତି ଥାଏ ହେଲା ଅପସନ କଣ ଦେଇଛି କେବଳ ଉପର ପାର୍ଶ୍ୱରେ ଥାଏ କେବଳ ତଳ ପାର୍ଶ୍ୱରେ ଥାଏ ସମ୍ପୂର୍ଣ୍ଣ ରୂପେ ଅନୁପସ୍ଥିତ ଥାଏ ନା ଉଭୟ ପାର୍ଶ୍ୱରେ ସମାନ ଭାବରେ ଥାଏ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା ଦେଖି ଯାଇଥିବେ ନିହାତି ୟା ଭିତରେ କ୍ୱେଶ୍ଚନଟା ପଡିବ ଦେଇଛି କଣ ଯୋଉ ଆମର ଜଳଜ ଉଦ୍ଭିଦ ଗଛଟା ଦେଖୁଛୁ ଯେମିତି ହାଇଡ୍ରିଲା ଗଛଟା ହେଲା ଏ ଫଟକା ଯେମିତି ଫୁଟନ୍ତି ସେଇଟାକୁ ହାଇଡ୍ରିଲା ମଧ୍ୟ କୁହନ୍ତି ହେଲା ଯୋଉ ବାଇଗଣୀ କଲର ଫୁଲ ଗୁଡାକ ଫୁଟେ ସେଇଟା ହାଇଡ୍ରିଲା କୁହନ୍ତି ସେମାନଙ୍କର ଷ୍ଟମାଟା ଯେହେତୁ ଷ୍ଟମାଟା କଣ କରିଥାଏ ନା ଆମର ଖାଦ୍ୟ ତିଆରି ବା ଫଟୋସିନ୍ଥେସିସରେ ସାହାଯ୍ୟ କରିଥାଏ ହେଲା ଉତ୍ସେଦନରେ ବି ସାହାଯ୍ୟ କରିଥାଏ ସେମାନଙ୍କର ଷ୍ଟମାଟା କୋଉଠି ଥାଏ ହେଲା ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଦେଖ କଣ ଅଛି ସମ୍ପୂର୍ଣ୍ଣ ରୂପେ ଅନୁପସ୍ଥିତ ଥାଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଇଟା ଯେ ଆମର ହାଇଡ୍ରୋଫାଇଟ ଗୁଡାକରେ ଷ୍ଟମାଟାଟା ମୋଟେ ଭାବରେ ନଥାଏ କାହିଁକି ନା ସମସ୍ତ ହାଇଡ୍ରୋଫାଇଟ କମ୍ପ୍ଲିଟଲି ଲେକ୍ ଅଫ ଷ୍ଟମାଟା ଯେମାନଙ୍କର ମାନେ ପାଣିରେ ବୁଡି ଯାଉଛନ୍ତି ସେମାନଙ୍କର ଷ୍ଟମାଟା ଦେଖାଯାଏନି କାରଣ ହଉଛି କଣ ଗ୍ୟାସିୟସ୍ ଏକ୍ସଚେଞ୍ଜ happens directly through the thin epidermal cell from the surrounding water ସେମାନଙ୍କର କୌଣସି ପ୍ରକାର ଗ୍ୟାସିୟସ୍ ଏକ୍ସଚେଞ୍ଜ ବା ଆମର କାର୍ବନ ଡାଇଅକ୍ସାଇଡ ରୁ ଅକ୍ସିଜେନ ତିଆରି ନବ ବାୟୁମଣ୍ଡଳ କାର୍ବନ ଡାଇଅକ୍ସାଇଡ ନବ ତାପରେ ଖାଦ୍ୟ ତିଆରି କରିବ ସେମିତି କିଛି ହବ ନାହିଁ କାରଣ ସେମାନେ ଡାଇରେକ୍ଟଲି କଣ କରୁଛନ୍ତି ତାଙ୍କ ଏପିଡର୍ମାଲ ସେଲ ଯୋଉ ଅଛି ତା ଦ୍ୱାରା କି ସରାଉଣ୍ଡିଂ ଯୋଉ ୱାଟର ଅଛି ତା ଭିତରୁ ସେମାନେ ଯାହା ଦରକାର ନେଇ ପାରୁଛନ୍ତି ତାଙ୍କର କୌଣସି ପ୍ରକାର ଷ୍ଟମାଟା ଦରକାର ନାହିଁ
ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା ହେଲା। ତେଣୁ ମନେ ରହିବ ଯେଉଁମାନେ ହାଇଡ୍ରୋଫାଇଟ୍ ବା ଜଳଜ ଉଦ୍ଭିଦ ଗୁଡ଼ିକର ଷ୍ଟୋମାଟା ମୋଟେ ଭାବରେ ନଥାଏ। ତାପରେ ନେକ୍ସଟ ହେଲା କୁସ୍କୁଟା ବା ସ୍ୱର୍ଣ୍ଣଲତା ଯୋଉ କୁହାଯାଏ ହେଉଛି ଏକ ପରଜୀବୀ ଉଦ୍ଭିଦ ଯାହା କେଉଁ କେଉଁ ବିଶେଷ ଗଠନ ସାହାଯ୍ୟରେ ଆଶ୍ରୟଦାତା ଉଦ୍ଭିଦର ପୋଷକ ତତ୍ତ୍ୱ ସଂଗ୍ରହ କରିଥାଏ। ଟିକେ ଆଗରୁ କହିଲି ଯୋଉ ଆମର ଯୋଉ କୁସ୍କୁଟା ଗଛଟା ଯୋଉ କହିଲି ସେମାନେ ପାରାସାଇଟ୍ ଯୋଉମାନେ ଅଲଗା ଗଛ ଉପରେ ବଢିଥାନ୍ତି ସେମାନେ କାହା ଦ୍ୱାରା କି ଏଇ ଯୋଉ ତାଙ୍କର ଖାଦ୍ୟ ଗୁଡାକ ନେଇଥାନ୍ତି। ଅପସନ କଣ ଥିଲା ନା ରାଇଜର୍ସ ଦ୍ୱାରା ନେଇଥାନ୍ତି ନା ହଉଛି ଶୋଷକ ଚେର ବା ହାଉ ଷ୍ଟୋରିଆ ଦ୍ୱାରା ନେଇଥାନ୍ତି ନା ଟେଣ୍ଡ୍ରିଲ୍ସ ବା ଆକର୍ଷି ଦ୍ୱାରା ନେଇଥାନ୍ତି ନା ହୁକ୍ସ ବା ଆକର୍ଷି ଦ୍ୱାରା ନେଇଥାନ୍ତି ହେଲା। ବହୁତ ବଢିଆ କ୍ୱେଶ୍ଚନଟା ଯେ ଯୋଉ ଅଲଗା ଗଛ ଉପରେ ପଡିଥାନ୍ତି କାହା ଦ୍ୱାରା ଖାଦ୍ୟ ନେଇଥାନ୍ତି ଅଲଗା ଗଛ ପାଖରୁ ସଠିକ ଉତ୍ତର ହେବ ଅପସନ ନମ୍ବର ବି ଏଇଟା ହେଉଛି କଣ ହାଉସ ଷ୍ଟୋରିଆ ବା ଶୋଷକ ଚେର ଦ୍ୱାରା ନେଇଥାନ୍ତି ହେଲା। କୁସ୍କୁଟା ଡେଭଲପ ଦ ସ୍ପେଶାଲାଇଜ୍ଡ ପାରାସାଇଟ୍ ରୁଟ যেটা কি কোন করছে হাউস্টেরিয়া ହେଲା মনে ରଖିଥିବେ ହାଉସ୍ଟେରିଆ ତାର ଗୋଟେ ସ୍ପେଶାଲାଇଜ ଚେର ଥାଏ ଯାହା ଦ୍ୱାରା କି ସେ କଣ କରିଥାଏ ପେନିଟ୍ରେଟ ଇନଟୁ ଦ ହୋଷ୍ଟ ପ୍ଲାଣ୍ଟ ହେଲା ଭାସ୍କୁଲାର ବଣ୍ଡଲ যেটা କି ଜାଇଲେମ ଅଫ ଫ୍ଲୋଏମକୁ କଣ କରିଥାଏ କଣା କରିଦେଇଥାଏ ପେନିଟ୍ରେଟ ମାନେ କଣ କଣା କରିଦେଇକି ତା ଭିତରୁ କଣ କରିଦବ ନା ସେ ୱାଟର ଆଉ ଅର୍ଗାନିକ ଫୁଡ ଆଗ ନେଇଯିବ ତେଣୁ କାହା ଦ୍ୱାରା ନା ହାଉସ୍ଟ୍ରିଆ ଯୋଉଟା ରହିଲା ସେ ଆମର ଜାଇଲେମ ଫ୍ଲୋଏମକୁ ଗଛକୁ କଣା କରି ଜାଇଲେମ ଫ୍ଲୋଏମ ପର୍ଯ୍ୟନ୍ତ ପହଞ୍ଚିବ যেটা କି ଭାସ୍କୁଲାର ବଣ୍ଡଲ ମଧ୍ୟ କୁହାଯାଇଥାଏ ଯାହା ଦ୍ୱାରା କି କଣ କରିବ ଫ୍ଲୋଏମ ତ କଣ ତା ପାଖରେ ଖାଦ୍ୟ ଥିବ ଆଉ ଜାଇଲେମ ପାଖରେ ପାଣି ଥିବ ତେଣୁ ଆଉ କିଛି ଦରକାର ନାହିଁ ଦି ଜଣଙ୍କ ପାଖରୁ ନେଇକି ସେ ଆପେ ଆପେ ବଢିଯିବ ହେଲା ମନେ ରଖିଥିବେ ସେଇଟା କଣ କୁହାଯାଏ ହାଉସ୍ଟ୍ରିଆ ବୋଲି କୁହାଯାଏ। ରାଇଜର୍ସ ଯୋଉ ଥିଲା ଅପସନ ନମ୍ବର ଏ ରାଇଜର୍ସ କଣ କରେ ନା ଦ ରୁଟ ଲାଇକ ଷ୍ଟ୍ରକ୍ଚର ଇନ ଦ ଲୋୟର ପ୍ଲାଣ୍ଟ ଲାଇକ ମସେସ ୟୁଜ ଦ ଏଙ୍କର୍ସ ହେଲା ସେ ମାନେ ଛୋଟ ଛୋଟ ଯୋଉ ଗଛ ଗୁଡାକ ସେମାନଙ୍କ ପାଖରେ ରାଇଜର୍ସ ଦେଖା ଯାଇଥାଏ ଟେଣ୍ଡ୍ରିଲ ହଉଛି କଣ ଟେଣ୍ଡ୍ରିଲ ଇଜ ମଡିଫାଇଡ ଷ୍ଟେମ ଅର ଲିଭ୍ସ ୟୁଜ ଦ କ୍ଲାଇମ୍ବିଂ ଦ ମେକାନିକାଲ ସପୋର୍ଟ ସେମାନେ ଚଢିବାରେ ସାହାଯ୍ୟ କରନ୍ତି ଟେଣ୍ଡ୍ରିଲ ଯୋଉ ଆମର ଦେଖିଥାଏ କଣ ନା କାକୁଡି ଜହ୍ନି ଗଛ ଗୁଡାକରେ ସେଟା ଟେଣ୍ଡ୍ରିଲ କୁହାଯାଏ ହୁକ୍ସ ହଉଛି କଣ କର୍ଭ ଷ୍ଟ୍ରକ୍ଚର ୟୁଜ ଟୁ କ୍ଲାଇମ୍ବିଂ ସେ ହୁକ୍ସ ବି ସେଇଭଳିଆ ହେଲା ତେଣୁ ସେମାନେ କଣ ଗଛ ମାନେ ଉଠିବା ପାଇଁ ଉପରକୁ ଯେହେତୁ ଲତା ଜାତୀୟ ଗଛ ସେମାନେ ଉପରକୁ ଉଠିବା ପାଇଁ ସାହାଯ୍ୟ କରିଥାନ୍ତି। ନେକ୍ସଟ ହେଲା କଣ ମଟର ଗଛରେ ଦେଖାଯାଉଥିବା ପତ୍ରର ରୂପାନ୍ତରଣ କଣ ଯାହା ସେମାନଙ୍କୁ ଉପର ଚଢିବାକୁ ସାହାଯ୍ୟ କରିଥାଏ ଆସିଲା ସେଇଭଳିଆ କ୍ୱେଶ୍ଚନ ଯେ ଆମର ପାଇଜମ ସାଟିଭମ ଯେ ଆମର ମଟର ଗଛରେ ଯୋଉ ପତ୍ର ରୂପାନ୍ତରିତ ହେଇକି ଥାଏ ସେଇଟା ମାନେ ଉପରକୁ ଚଢିବା ପାଇଁ ସାହାଯ୍ୟ କରେ ତାକୁ ଆମେ କଣ କହିବା ସ୍ପାଇନ୍ସ କହିବା ନା ହଉଛି ସ୍କେଲ ଲିଭ୍ସ ବା ଶୁଳ୍କ ପତ୍ର କହିବା ନା ହଉଛି ପତ୍ର ଆକର୍ଷି ବା ଲିଫ ଟେଣ୍ଡ୍ରିଲ କହିବା ନା ହଉଛି ଫିଲାଡ ବୋଲି କହିବା ମଟର ଗଛରେ ଥିବା ପତ୍ର ରୂପାନ୍ତରିତ କଣ କହିବା ନା ଅପସନ ନମ୍ବର ସି ଲିଫ ଟେଣ୍ଡ୍ରିଲ ବୋଲି କହିବା ଇନ ଦ ସୁଇଟ ପି ଯୋଉ ଆମର କଣ କହିଥାଉ ନା ଯୋଉ ମଟର ଗୁଡାକରେ ୱାଇଲ୍ଡ ପି ଅପର ଲିଫ ଫ୍ଲାଟ୍ସ ଆର ମଡିଫାଇଡ ଇନଟୁ ଓରି coiled structure called the tendrils ହେଲା ମାନେ କଣ୍ଟା କଣ୍ଟା ଟାଇପ ର ଟିକେ ଦେଖାଯାଇଥାଏ that curl around the object to support the weak stem ସେମାନେ କଣ କରିଥାନ୍ତି ନା ଯାଇକି ପାଖରେ ଯୋଉ ଜିନିଷଟା ଦେଖିବେ ତା ଭିତରେ ଜକଡି ହେଇକି ରହିଯିବେ ଯାହା ଦ୍ୱାରା କି ସେମାନଙ୍କୁ ସପୋର୍ଟ ଟା ମିଳିପାରିବ ହେଲା ନେକ୍ସଟ ଯୋଉ ସ୍ପାଇନ ରହିଲା ସ୍ପାଇନ କୋଉଠି ରହିଥାଏ ନା ପ୍ରୋଟେକ୍ଟ ଦ ହାର୍ବିଭରସ୍ ମାନେ ଯେଉଁମାନେ ସବୁ ଗଛ ପତ୍ର ଖାଆନ୍ତି ଯେ ସାଧାରଣତଃ ମରୁଭୂମି ଜାଗାରେ ଦେଖାଯାଇଥାଏ ସେମାନଙ୍କର କଣ କ୍ୟାକ୍ଟସ ଗଛ ଯୋଉ ଦେଖିଛନ୍ତି ସେଥିରେ କଣ୍ଟା ଗୁଡାକ ଏମିତି ଥାଏ ଯାହା ଦ୍ୱାରା କି ହାର୍ବିଭର ଯୋଉମାନେ ଯୋଉ ଘାସ ଫାସ ଖାଇଥାନ୍ତି ସେମାନଙ୍କୁ ରକ୍ଷା ପାଇବା ପାଇଁ କଣ୍ଟାଟା ଥାଏ ଆଉ ସ୍କେଲ ଯୋଉ ରହିଲା ସ୍କେଲ ବା ଆମର ଯୋଉ ଖଳପା ଯୋଉ କହୁଛେ ଶୁଳ୍କ ପତ୍ର ସେଇଟା କଣ କରେ ପ୍ରୋଟେକ୍ଟ ଦ ଅକ୍ସିଲାରୀ ବର୍ଡସ ଏଣ୍ଡ ନନ୍ ଫଟୋସିନ୍ଥେସିସ୍ ଯେମିତି ଅନିଅନ ହେଲା ସେଇ ଜାଗାରେ କଣ କରିଥାଏ ନା ନନ୍ ଫଟୋସିନ୍ଥେସିସ୍ କରିବା ପାଇଁ ଫଟୋସିନ୍ଥେସିସ୍ ନ କରିବା ପାଇଁ ଆଉ ଅକ୍ସିଲାରୀ ବର୍ଡସ ଯେମିତି କି ଆମର କଣ କହୁଛନ୍ତି ଯେମିତି କି ପିଆଜର ଉପରେ ଯୋଉଟା ଥାଏ ସେଟା କଣ କୁହାଯାଏ ନା ସ୍କେଲ ଲିଭ୍ସ ଗୁଡାକ କୁହାଯାଏ ଯେମିତି କି କଣ ଏମିତି ପିଆଜ ଥିବ ଏମିତି ଗୁଡାକ ବାହାରିଥିବ ସେଟା ପତ୍ରକୁ କହିପାରିବନି ସେଟା କଣ କୁହାଯାଏ ସ୍କେଲ ଲିଭ୍ସ ମନେ ବି ରଖିଥାଏ ଅନିଅନରେ ସେଇଟା ଦେଖାଯାଏ ସ୍କେଲ ଯୋଉଟା ଦେଖାଯାଏ ଉପରେ ସେଟା ସ୍କେଲ ଲିଭ୍ସ ବୋଲି କୁହାଯାଇଥାଏ ହେଲା ମନେ ରହିଲା ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା ପରବର୍ତ୍ତୀ କ୍ୱେଶ୍ଚନ କଣ ଦେଇଛି ନା ଲୋମ ଦ୍ୱାରା ଆବୃତ ହୋଇ ରହିଥିବା ଗଭୀର ଷ୍ଟମାତା କେଉଁ ପ୍ରକାର ଉଦ୍ଭିଦ ଗୋଷ୍ଠୀରେ ଦେଖାଯାଏ ଲୋମ ଦ୍ୱାରା ମାନେ କଣ ଷ୍ଟମାଟା ଉପରେ କଣ କିଛି ହେୟାର ଲାଇକ ଷ୍ଟ୍ରକ୍ଚର ଥିବ ସେଟା କୋଉ ପ୍ରକାର ଉଦ୍ଭିଦରେ ଦେଖାଯାଏ ଅପସନ କଣ ଥିଲା ନା ହଉଛି ମେଜୋଫାଇଟ ହେଲା ନା ହାଇଡ୍ରୋଫାଇଟ ନା ହଉଛି ଜେରୋଫାଇଟ ନା ହଉଛି ହାଲୋଫାଇଟ ବା ଲବଣ ଜାଗାରେ ଯୋଉ ଉଦ୍ଭିଦ ଦେଖାଯାଏ ଯେମିତି କି ସମୁଦ୍ର ପାଖାପାଖି ଅଞ୍ଚଳରେ ହେଲା ଦେଖାଯାଏ ସେଗୁଡାକ ଭିତରେ ଦେଖାଯାଏ ଆମର ଲୋମ ଆବୃତ ଟମାଟା ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଯେଟା କି ଜେରୋଫାଇଟ ମାନେ କଣ ଯେଟା ମରୁଭୂମିରେ ଦେଖାଯାନ୍ତି କାହିଁକି ନା ସେଠି ୱାଟର ସର୍ଟେଜ ହେଇଥାଏ ଯାହାଦ୍ୱାରା କଣ ହବ କହିଥିଲି ନା ସେମାନେ ଚାହାନ୍ତି ଯେ ଔଷଧନ ଦ୍ୱାରା ଆମର ଜଳ ନଷ୍ଟ ନ ହଉ ସେଥିପାଇଁ ସେମାନେ କଣ କରନ୍ତି ଟମାଟୋ ଉପରେ ହେୟାର ଲାଇକ ଷ୍ଟ୍ରକ୍ଚର ସବୁ କରିଦିଅନ୍ତି ଯାହାଫଳରେ ଯଦି ଟମାଟୋ ପାଣି ଉପରକୁ ବି ଛାଡିବ ଗ୍ୟାସ କରିକି ସେଇ ଲୋମ ଦ୍ୱାରା ବାଜିକି ସେ ପାଣିଟା ପୁଣିକି ଫେରି ଆସିବ ସେଥିପାଇଁ ମନେ ରଖି ଜେରୋଫାଇଟ ବା ମରୁଭୂମିରେ ଯୋଉ ଗଛଟା ଦେଖାଯାଏ ସେଠି କଣ କରନ୍ତି ନା ହେୟାର ଲାଇକ ଷ୍ଟ୍ରକ୍ଚର ଟମାଟୋ ଉପରେ ଦେଖାଯାଇଥାଏ ଯୋଉ ମେଜର ଫାଇଟ ରହିଲା ମେଜର ଫାଇଟ କଣ କରେ ନା ମଡରେଟ ୱାଟର କଣ୍ଡିସନରେ ଦେଖାଯାଇଥାଏ ଏବେ ନର୍ମାଲ ଏକ୍ସପୋଜ ଟମାଟା ସେଥିରେ କଣ ଟମାଟୋ ଗୁଡାକ ପୁରା ଖୋଲା ଭାବରେ ରହିଥାଏ ହାଇଡ୍ରୋଫାଇଟ କଣ କରେ ହାଇଡ୍ରୋଫାଇଟ ହେବେ ଓପନ ଟମାଟୋ ଅନ୍ ଦ ଟପ୍ ଅର नो ଟମାଟୋ ଏଟ ଅଲ୍ କିଛି କିଛି ଜାଗାରେ କଣ ଓପନ ଟମାଟୋ ଦେଖାଯାଏ ଯେହେତୁ ପାଣିରେ ଅଛି ପାଣି ବହୁତ ସେ ଔଷଧନ କରେ କିଛି ଦରକାର ହବନି ତାର ତଳୁ ପାଣି ନେଇଯିବ ଆଉ କିଛି ଜାଗାରେ ଯେମିତି ଟିକେ ଆଗରୁ ପଢିକି ଆସିଲେ କିଛି ଜାଗାରେ କଣ ଟମାଟୋ ମୋଟେ ନଥାଏ ନେକ୍ସଟ ଯୋଉ ହାଲୋଫାଇଟ ରହିଲା ହାଲୋଫାଇଟ ହଉଛି ସଲ୍ଟ ବାଲାନ୍ସ ସେଠି କଣ ଲୁଣିଆ ଜାତୀୟ ଜାଗାରେ ଦେଖାଯାଇଥାଏ ତାର ପ୍ରାଇମେରୀ ହଉଛି ମଡିଫିକେସନ ହେଇଥାଏ ଇନଭଲ୍ଭ ଦ ସଲ୍ଟ ଗ୍ଲାନ୍ଡ ହେଲା ସେଠି ଆମର ଟମାଟୋ ସେତେ ୱେଲ ଡେଭଲପ ଦେଖାଯାଏ ନାହିଁ
ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା ବରଗଛର ଓହଳ ବା ପ୍ରପ୍ ରୁଟ୍ସ ଯୋଉ ହଉଛି ରୂପାନ୍ତରିତ ଚେର ଯାହା ଉଦ୍ଦେଶ୍ୟ ହଉଛି କଣ ଯୋଉ ପ୍ରପ୍ ରୁଟ୍ସ ରହିଥାଏ ବେନିୟନ ଟ୍ରି ର ସେଟା କୋଉ ପ୍ରକାର ରୁଟ୍ ଯେମିତି କି ଶ୍ୱାସକ୍ରିୟା କରିବା ପାଇଁ ସେ ସାହାଯ୍ୟ କରେ ନା ହଉଛି ଯାନ୍ତ୍ରିକ ଶକ୍ତି ଏବଂ ସାହାରା ପ୍ରଦାନ କରିବା ପାଇଁ ସାହାଯ୍ୟ କରେ ନା ଷ୍ଟୋରେଜ ଫୁଡ ପାଇଁ ବା ଖାଦ୍ୟ ସଂରକ୍ଷଣ ପାଇଁ ସାହାଯ୍ୟ କରିଥାଏ ନା ଗଭୀର ମୃତ୍ତିକାରୁ ଜଳ ଶୋଷଣ କରିବା ପାଇଁ ସାହାଯ୍ୟ କରେ ଯୋଉ ଅହଳ ଗୁଡାକ ବେନିୟନ ଟ୍ରି ରୁ ଯୋଉ ବରଗଛରୁ ଓହଳିଥାଏ ସେଟା ମୁଖ୍ୟ କାମ କଣ ନା ଅପସନ ନମ୍ବର ବି ଯୋଉଟା କି ପ୍ରୋଭାଇଡ ମେକାନିକାଲ ସପୋର୍ଟ ହେଲା ସାହାରା ପ୍ରଦାନ କରିବା ପାଇଁ ହେଲା ଯେହେତୁ ସେ କଣ ଯେ ହେଭି ହରାଇଜେଣ୍ଟାଲ ବ୍ରାଞ୍ଚେସ୍ ଗୁଡାକ ଗ୍ରୋ ଡାଉନୱାର୍ଡ ଇନଟୁ ସଏଲ ଏକ୍ସ ଏଜ ଏ ପିଲର ହେଲା ପ୍ରୋଭାଇଡିଂ ମେକାନିକାଲ ସପୋର୍ଟ ସେମାନେ ଏମିତି ଆସିକି ମେକାନିକାଲ ସପୋର୍ଟ ଯେହେତୁ ଭାରି ଗଛଟା ହେଇଥାଏ ତେଣୁ ତାର ଡାଳ ଗୁଡାକ ତଳକୁ ପଡିଯିବାର ସମ୍ଭାବନା ମାନେ ଭାଙ୍ଗି ତଳେ ପଡିଯିବାର ସମ୍ଭାବନା ଥାଏ ତେଣୁ ସେଥିପାଇଁ କଣ କରନ୍ତି ସେମାନେ ପିଲର ଭାବେ କାମ କରିକି ସପୋର୍ଟ ଦେଇଥାନ୍ତି ହେଲା ଆଉ ମନେ ରଖିଥିବେ କଣ ଯୋଉ ବରଗଛରେ ରେସ୍ପିରେସନ କାହା ଦ୍ୱାରା ହେଇଥାଏ ନା ନିମାଟୋ ଫୋର୍ସ ହେଲା ନିମାଟୋ ଫୋର୍ସ ଦ୍ୱାରା ଆମର ବରଗଛରେ ରେସ୍ପିରେସନ ହେଇଥାଏ ଆଉ ଫୁଡ ଷ୍ଟୋରେଜ ପାଇଁ ଟ୍ୟୁବର ଲାଇକ ଯୋଉ ସୁଇଟ ପଟାଟୋରେ ଟ୍ୟୁବର ଭଳିଆ ଆମର ଯୋଉ ସୁଇଟ ପଟାଟୋରେ ଯୋଉ ରସାଳ କୁହାଯାଏ ସେମିତି ସବୁ ଟ୍ୟୁବର ଗୁଡାକ ଥାଏ ହେଲା ସେ ତଳେ ସେମିତି ଆମର କଣ ଥାଏ ନା ଆମର ଫୁଡ ଷ୍ଟୋରେଜ ପାଇଁ ବ୍ୟବହାର କରିଥାନ୍ତି ହେଲା ଟ୍ୟୁବର ମାନେ କଣ ଏଇ ଯୋଉ ରସାଳୁ ଖାଉଛନ୍ତି ସେ କଣ ନା ଗଛ ତାହାରି ଦ୍ୱାରା ହିଁ ତାର ଫୁଡ ଷ୍ଟୋରେଜ କରିଥାଏ ଯୋଉଟା କି ଆମେ ଖାଉଛୁ ହେଲା ସେଟା କଣ ଟ୍ୟୁବର ବୋଲି କୁହାଯାଏ ସୁଇଟ ପଟାଟୋ ଯେଟା ଥାଏ ବର ଗଛର ନୁହେଁ ସେଟା ଅଲଗା ହେଲା ଆଉ ପପ୍ ରୁଟ୍ ହଉଛି absorb some water once inside the soil but it is not primary evolution or modification purpose ହେଲା ପପ୍ ରୁଟ୍ ଟା ସେମିତି ୱାଟର absorb କରେ କିନ୍ତୁ ସେ କୌଣସି ଏଇ ପ୍ରକାର ରୂପାନ୍ତରିତ ହେଇ ନଥାଏ ହେଲା ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନଟି ଅଛି କଣ ନା ଜରାୟୁ ଯୋଉ ଅଙ୍କୁରଦ ଗମ ବୀଜ ଯୋଉଟା କି ପିତୃ ଗଛରେ ଥାଏ ଅଙ୍କୁରିତ ହେଇଯାଏ ବେଳେ ଗଛରେ ଦେଖିଥିବେ କଣ ହେଇଥିବ ନା ଫଳ ହେଇଥିବ ତା ଭିତରେ ମଞ୍ଜି ଥିବ ଗଛରେ ଥିବ କିନ୍ତୁ ସେ ଅଙ୍କୁରିତ ହେଇଥିବ ମାନେ ତା ଭିତରୁ ଗଜା ଉଠିଥିବ ସେଟା କାହାର ଅନ୍ୟନ୍ୟ ଉପଯୋଜନ ସେଇ ପ୍ରକାର ମାନେ ଉପଯୋଜନ ଟା କାହା ପାଖରେ ଦେଖାଯାଇଥାଏ ହେଲା ବହୁତ ବଢିଆ କ୍ୱେଶ୍ଚନ ଟା ଅଛି ହାଇଡ୍ରୋଫାଇଟ୍ ପାଖରେ ଦେଖାଯାଏ ନା ଜେରୋଫାଇଟ୍ ପାଖରେ ମରୁ ଉଦ୍ଭିଦ ଯୋଉ ଅଛି ସେମାନଙ୍କ ପାଖରେ ଦେଖାଯାଏ ଆଉ ହଉଛି ଲବଣାକ୍ତ ବା ହେନ୍ତାଳ ବଣ ଜାଗାରେ ଦେଖାଯାଇଥାଏ ନା ହଉଛି ଅଧିପାତିତ ବା ଏପିଫାଇଟ୍ସ ପାଖରେ ଦେଖାଯାଇଥାଏ ହେଲା କୋଉ ଗଛରେ ତାର ଫଳ ଭିତରେ ଯୋଉ ମଞ୍ଜି ଥାଏ ଗଛରେ ରହିଥିଲେ ମଧ୍ୟ ଅଙ୍କୁରିତ ହେଇଯାଏ ସଠିକ ଉତ୍ତର କଣ ଅପସନ ନମ୍ବର ସି କି ଲବଣାକ୍ତ ଉଦ୍ଭିଦ ବା ହାଲୋଫାଇଟ୍ ବା ମ୍ୟାଙ୍ଗ୍ରୋଭ ଗଛ ଗୁଡାକ ଯେମିତି କି ସାଲିନିଟି ମାର୍ଚ ଯେମିତି ହାଲୋଫାଇଟ୍ ଆମେ କହିଥାଉ cannot germinate on the floor due to the high salinity ଯେହେତୁ ସେ କଣ ତଳେ ଯଦି ପଡିବ ଯେହେତୁ ଲବଣ ଅଧିକା ଅଛି ଆଉ ଅକ୍ସିଜେନ ସର୍ଟେଜ ଆପଣଙ୍କୁ କହିଥିଲି ସେ କଣ ହେଇବ ଅଙ୍କୁରିତ ହେଇପାରିବ ଆଉ ନାହିଁ ତେଣୁ ସେଥିପାଇଁ ସେମାନେ କଣ କରନ୍ତି ନା ଯେତେବେଳେ ତାଙ୍କର ଗଛ ଉପରେ ଥାଏ ତାର ଫଳ ଭିତରେ ଥାଏ ସେଠି ସେମାନେ କଣ ସିଡଲିଙ୍ଗ ହେଇକି ମାନେ ତା ଭିତରୁ ଗଜା ବାହାରିକି ସେ ତଳେ ପଡନ୍ତି ଯାହାଫଳରେ କି ଆଉ ଅଧିକା କଣ ଅକ୍ସିଜେନ ମାନେ ଜର୍ମିନେସନ ହବା ପାଇଁ ଆଉ ଅକ୍ସିଜେନ ଅଧିକା ଦରକାର ହବ ନାହିଁ ହେଲା ବୁଝିପାରିଲେ କାହିଁକି ଆମର ଯୋଉ ଲବଣାକ୍ତ ଗଛ ଗୁଡିକରେ ଏଭଳିଆ ଦେଖାଯାଇଥାଏ ପରବର୍ତ୍ତୀ ପ୍ରଶ୍ନକୁ ଯିବା ଚେରର ଅଗ୍ରଭାଗରେ ଥିବା ମୂଳ ତ୍ରାଣ ବା ରୁଟ କେପ୍ କେଉଁଥିରେ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥାଏ ବା ରୁଟ ପକେଟ ଦ୍ୱାରା ରୂପାନ୍ତରିତ ହେଇଥାଏ ହେଲା ମାନେ ରୁଟ କେପ୍ ଯୋଉ ଆମର ସବୁବେଳେ ଦେଖିବେ କଣ ଗଛ ଉପାଡ଼ିଲେ ପୁରା ଯଦି ତଳୁ ଦେଖିବେ ଗୋଟେ ଲାଷ୍ଟରେ ଚେର ଗୁଡାକର ପୁରା ଲାଷ୍ଟରେ ଗୋଟେ କେପ୍ ଭଳିଆ ଥିବ ସେଟା ରୁଟ କେପ୍ ବୋଲି କୁହନ୍ତି ହେଲା କୋଉ ପ୍ରକାର ଗଛରେ ସେଟା ପୁରାପୁରି ଅନୁପସ୍ଥିତ ଥାଏ ନହେଲେ କଣ କି ରୁଟ ପକେଟ ଭାବରେ ସିଏ ରୂପାନ୍ତରିତ ହେଇଥିବ ପ୍ୟାକେଟ ସାହାଯ୍ୟ ପ୍ୟାକେଟ ଭଳିଆ ଦେଖାଯାଉଥିବ ଅପସନ କରିଦେଇ ଜେରୋଫାଇଟ୍ ପାଖରେ ଦେଖାଯିବ ନା ହାଇଡ୍ରୋଫାଇଟ୍ ପାଖରେ ଦେଖାଯିବ ନା ହଉଛି ସମଉଥିବା ମେଜୋଫାଇଟ୍ ପାଖରେ ଦେଖାଯିବ ନା ପାରାସାଇଟ୍ ବା ପରଜୀବୀ ପାଖରେ ଦେଖାଯିବ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ହାଇଡ୍ରୋଫାଇଟ୍ ହେଲା ହାଇଡ୍ରୋଫାଇଟ୍ କାରଣ ସେ ତଳୁ ପାଣି ଅଧିକା ଉଠିବାର ନାହିଁ ଯାହାଦ୍ୱାରା କି ସେ କେପ୍ ଟା ନଥାଏ ହେଲା in free floating aquatic plant root do not penetrate roughly soil ହେଲା penetrate କରିବନି ଯାହା ଦ୍ୱାରା କି ମାନେ ତଳକୁ ଯିବାର ନାହିଁ ସେ ଅଧିକା କାରଣ ପାଣିରେ ଅଛି ନା they do not need to protect the root cap inside they have the loose protective structure like root pocket ହେଲା ପକେଟ ଆକାରରେ ଥାଏ ଯିଏ କି ତାକୁ ଏ ଯୋଉ ୱାଟର ଦ୍ୱାରା ଡ୍ୟାମେଜ ଯେମିତି କି ୱାଟର ସ୍ରୋତ ଅଧିକା ହେଇଯିବ ଯେ ଜଳ ଜୀବ ସେମାନେ ନଷ୍ଟ ନ କରିଦେବା ପାଇଁ ଗୋଟେ ପ୍ୟାକେଟ ଭଳିଆ ଥାଏ ହେଲା ତାର କୌଣସି ପ୍ରକାର କେପ୍ ନଥାଏ ହେଲା ମନେ ରହିଲା ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା ପରବର୍ତ୍ତୀ କ୍ୱେଶ୍ଚନ ଦେଇଛି କଣ ନା ତୃଣଭୋଜୀ ପ୍ରାଣୀ ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ କାଣ୍ଡର ତୀକ୍ଷ୍ଣ ଶକ୍ତ ମୁନିଆ ଗଠନ ରୂପାନ୍ତରିତ ଆମେ କଣ କହିବା ହେଲା ଯୋଉ ହାର୍ବିଭରସ ପାଖରୁ ଆମର ଯୋଉ ପ୍ରୋଟେକ୍ଟ କରିବା ପାଇଁ ହେଲା କୋଉ ପ୍ରକାର ଜିନିଷଟା ଥାଏ ସ୍ପାଇନ ପତ୍ର କଣ୍ଟା ଥାଏ ନା ଥର୍ନ ଥାଏ ନା ହଉଛି ପିକଲ ଥାଏ ନା ହଉଛି ଯୋଉ ଟାକିଲ ବା ଆମର କଣ ନା ରୋମ ଗୁଡାକ ଥାଏ ତେଣୁ ସ୍ପାଇନ ବା ଥର୍ନ ଏଇ ଦିଟା ଯୋଉଟା ହବ ତେଣୁ ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି ଯାଇକି ଥର୍ନ ବା ଶାଖା କାଣ୍ଡ ସ୍ପାଇନ ନୁହେଁ ମନେ ରଖିଥିବେ ତୃଣଭୋଜୀ ମାନଙ୍କ ପାଖରେ ସ୍ପାଇନ ନଥାଏ କଣ ଥାଏ ଥର୍ନ ଥାଏ ହେଲା ମାନେ ଶାଖା କଣ୍ଟା ଥାଏ ଥର୍ନ ଇଜ ଏ ହାର୍ଡ ବଡି ପଏଣ୍ଟେଡ ମଡିଫାଇଡ ଷ୍ଟିମ୍ ରାଇଜିଂ ଆଉଟ ଅଫ ଦ ଅକ୍ସିଲାରୀ ବ୍ଲଡ ଯେଟା କି ଆମର ଦେଖାଯାଏ କେକ୍ଟସ ଗଛ ଗୁଡାକରେ ସେଇଭଳିଆ ଦେଖାଯାଇଥାଏ ମନେ ରଖିଥିବେ କଣ କୁହାଯାଏ ନା ଥର୍ନ ବୋଲି କୁହାଯାଏ ଯେଟା କି ହାର୍ବିଭରସ ଆମର ଯୋଉ ଜୀବ ଗୁଡାକ ପାଖରୁ ରକ୍ଷା କରିଥାନ୍ତି ପରବର୍ତ୍ତୀ ପ୍ରଶ୍ନ ଅଛି କଣ ନିମ୍ନଲିଖିତ ମଧ୍ୟରୁ କେଉଁ ଉଦ୍ଭିଦ ଆପଣ ଏକ ଉପଯୋଜନ ଭାବରେ ହେଟେରୋଫିଲ ଏକ ଗଛର ଭିନ୍ନ ଆକାର ପତ୍ର ମାନେ ଗୋଟେ ଗଛ ହେଇଥିବ ସେନ ବିଭିନ୍ନ ପ୍ରକାର ଡିଜାଇନ ର ପତ୍ର ସବୁ ହେଇଥିବ ହେଲା ଯେଟା କଣ କୁହାଯାଏ ହାଇଡ୍ରୋଫାଇଲ ମଧ୍ୟ କୁହାଯାଇଥାଏ ମନେ ରଖିଥିବେ ହେଟେରୋଫାଇଲ ହେଲା ହାଇଡ୍ରୋ ହେଟେରୋଫାଇଲ ଫାଇଲିଲ ବୋଲି କୁହାଯାଇଥାଏ ସେଟା କୋଉ ପ୍ରକାର
ଗଛରେ ଦେଖାଯାଏ। ଯେମିତିକି ଅପସନ୍ ଦେଖିଛି ଆ ଲି ଲିମାନୋଫିଲ୍ ଦେଖାଯାଏ, ସନଫ୍ଲାୱାର ଦେଖାଯାଏ, ମୋଜାରେ ଦେଖାଯାଇଥାଏ, ମ୍ୟାଙ୍ଗୋରେ ଦେଖାଯାଇଥାଏ ହେଲା। ତେଣୁ କୋଉ ପ୍ରକାର ଗଛରେ ଗୋଟେ ଗଛରେ ବିଭିନ୍ନ ଅଲଗା ପ୍ରକାର ପତ୍ର ଦେଖାଯାଏ। ସଠିକ ଉତ୍ତର ହବ କଣ? ନା ଅପସନ୍ ନମ୍ବର ଏ ଯୋଉଟାକି ଲିମ୍ନୋଫିଲା ହେଲା। ଲିମ୍ନୋଫିଲାରେ କଣ ଗୋଟେ ଗଛରେ ବିଭିନ୍ନ ଅଲଗା ପ୍ରକାର ପତ୍ର ଦେଖାଯାଏ ହେଲା। So leaves the entire broad when the outside water is finally distracted divided when inside water is ମାନେ ସେଠି କଣ ୱାଟର ଅନୁସାରେ କଣ ହବ ନା ଯୋଉଟା ଭିତରକୁ ରହିଥିବ ସେମାନେ ଅଲଗା ଟାଇପର ଦେଖାଉଥିବେ, ଯୋଉମାନେ ବାହାରକୁ ସୂର୍ଯ୍ୟକିରଣ ପାଉଥିବେ ସେଠି ଅଲଗା ପ୍ରକାର ଦେଖାଉଥିବେ। ତେଣୁ ସେଥିପାଇଁ ଅଲଗା ଅଲଗା ଡିଜାଇନର ପତ୍ର ଦେଖାଯାଇଥାଏ। ଏଟା ଟିକେ ମନେ ରଖିଥିବେ, ପକେଇ ଦେଇପାରେ ପରବର୍ତ୍ତୀ କ୍ୱେଶ୍ଚନ। ଏ ଯୋଉ ଶୁଷ୍କ ପାଗ ସମୟରେ ଘାସ ଜାତୀୟ ପତ୍ର ଗୁଡିକର ଭିତରକୁ ଗୋଡେଇ ହେଇଯିବାର କାରଣ କଣ? ଯେତେବେଳେ ଦେଖି ଶୁଷ୍କ କ୍ଲାଇମେଟ ହେଇଯିବ, ଗଛ ଗୁଡାକ ତାର ପତ୍ର ଗୁଡାକ ବା କାଣ୍ଡ ଗୁଡାକ ଭିତରକୁ ସିକୁଡି ଯାଉଥିବ। କାହିଁକି ଏଟା ଦେଖାଯାଏ? ସ୍ତମାତର ବନ୍ଦ କରିବା ପାଇଁ, ନା ହଉଛି ବୁଲଫର୍ମ କୋଷ ଗୁଡିକ ସ୍ଫୀତ ଚାପ ହ୍ରାସ କରିବା ପାଇଁ, ନା ହଉଛି ଡେଷ୍ଟ୍ରକ୍ସନ ଅଫ କ୍ଲୋରୋଫିଲ୍ ବା ଆମର ଏ ଯୋଉ କ୍ଲୋରୋଫିଲ୍ ଗୁଡାକୁ ନଷ୍ଟ ହବାର ରକ୍ଷା କରିବା ପାଇଁ, ନା ହଉଛି ଇନକ୍ରିଜ ଦ ଏଣ୍ଡୋମାଇସିସ୍ ବା ଅନ୍ତର ଅଭିସ୍ରବଣ ବୃଦ୍ଧି କରିବା ପାଇଁ ହେଲା। କଣ ପାଇଁ ଏଭଳିଆ ହେଇଥାଏ ଶୁଷ୍କ ଯୋଉ ସମୟରେ? ସଠିକ ଉତ୍ତର କଣ? ଅପସନ ନମ୍ବର ବି, ଯାହାକି ଲୁଜ ଅଫ ଦ ଟର୍ଜର ପ୍ରେସର ଇନ ଦ ବୋଲିଫର୍ମ ସେଲ୍। ବୋଲିଫର୍ମ କୋଷ ଗୁଡିକ ସ୍ଫୀତ ଚାପ ହ୍ରାସ କରିବା ପାଇଁ ହେଲା। କଣ ପାଇଁ ହେଇଥାଏ? ନା ହଉଛି certain upper epidermis cell in grass are large and empty, ଯେହେତୁ ଖାଲି ସ୍ଥାନ ଥାଏ ବଡ ଥାଏ, ତେଣୁ ସେଠି କଣ ସେଟା କଣ କୁହାଯାଏ ନା ବୋଲିଫର୍ମ ସେଲ୍ ମଧ୍ୟ କୁହାଯାଇଥାଏ। ଡ୍ୟୁରିଂ ଦ ୱାଟର ସ୍କାରିଟି ବା ଯେତେବେଳେ ପାଣି କଣ ହେଇଥାଏ କମିଥାଏ ବାୟୁମଣ୍ଡଳରେ, ଲୁଜେସ ଦ ଟର୍ଜର ପ୍ରେସର, ସେଠି ପ୍ରେସର କଣ କମିଯାଏ, ତାଙ୍କ ପାଣି ଦ୍ୱାରା କଣ ହେଇଥାଏ ନା ପ୍ରେସରଟା ବଢିଥାଏ। ଯେତେବେଳେ ଦେଖି ଆପଣ ଗୋଟେ ଗଛର ଡେମ୍ଫଟେ କାଟିଦେବେ ସେଠି କଣ ପାଣି ସଙ୍ଗେ ସଙ୍ଗେ ବାହାରିବ, ମାନେ କିଛି ପାଣି ବାହାରିଥାଏ। କଣ ପାଇଁ? ନା ସବୁବେଳେ ପ୍ଲାଣ୍ଟ ଭିତରେ ପାଣିର ପ୍ରେସରଟା ଥାଏ ହେଲା। ତେଣୁ ସେ ଏଥିରେ କଣ ହବ ନା ପାଣିର ପ୍ରେସରଟା ଯେହେତୁ ବାହାରେ ଶୁଖିଲା ଅଛି ପାଣିର ପ୍ରେସରଟା କମି ଯାଇଥାଏ, ତେଣୁ ସେଥିପାଇଁ ସେମାନେ କଣ କରନ୍ତି ଇନସାଇଡ ବା ଷ୍ଟମାଟାକୁ କଭର କରିବା ପାଇଁ ଭିତରକୁ ନେଇ ଆସନ୍ତି, ଯାହାଦ୍ୱାରା କି ଜଣାପଡେ ଯେ କଣ ଗଛଟି ଭିତରକୁ ସିକୁଡି ଯାଉଛି ହେଲା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ? ଶରୀର ଗଠନ ଦୃଷ୍ଟିରୁ ଏକ ମରୁ ଉଦ୍ଭିଦ ପତ୍ରର ବୈଶିଷ୍ଟ୍ୟ କଣ? ଯୋଉଟା କି ଜେରୋଫାଇଟ ଗଛର ଗୋଟେ କ୍ୟାରେକ୍ଟର କଣ ହବ? ଅବିକଶିତ ପରିବହନ କଳା ଥାଏ ତା ଭିତରେ, ନା ହଉଛି ବଡ ଅନ୍ତର୍କୋଶିକା ସ୍ଥାନ ଥାଏ ତା ଭିତରେ, ନା ହଉଛି ବହୁସ୍ତରୀୟ ବାହ୍ୟ ଚର୍ମ ଏବଂ ମୋଟା ମହମ ଆସ୍ତରଣ ତା ଭିତରେ ଥାଏ, ନା ହଉଛି ପତଳା ବାହ୍ୟ ତ୍ୱଚା ପ୍ରଚାର ଥାଏ ହେଲା। ତେଣୁ ଜେରୋଫାଇଟରେ କୋଉ ପ୍ରକାର ଆମେ ଦେଖିଥାଉ ଗଠନ ଦୃଷ୍ଟିରୁ ପତ୍ର? ସଠିକ ଉତ୍ତର କଣ? ଅପସନ ନମ୍ବର ସି, ଯେଟା କଣ ହେଇଥାଏ ନା ବହୁସ୍ତରୀୟ ବାହ୍ୟ ଚର୍ମ ଥାଏ ଆଉ ମୋଟା ମହମ ଆସ୍ତରଣ, ଯେଟା କି ୱାକ୍ସି ଆମେ କହିଥାଉ ହେଲା, ଯେଟା କି ଆମ ପ୍ରୋଟେକ୍ସନ ଦିଏ ୱାଟର ଲସ୍ ରୁ। ବୁଝିପାରିଲେ? ଏହି କ୍ୱେଶ୍ଚନ ଧରିଛି। ତେଣୁ ନେକ୍ସଟ କ୍ୱେଶ୍ଚନ କୁ ଯିବା। ନେକ୍ସଟ କ୍ୱେଶ୍ଚନ ଟି କଣ ଅଛି ନା ରାଇଜୋଫର କେଉଁ ପରିବେଶରେ ବଞ୍ଚିବା ପାଇଁ ଗଠନମୂଳକ ଅଭିଯୋଜନ ଦେଖାଯାଉଥିବା ଏକ ଉଦ୍ଭିଦ ପ୍ରକୋଷ୍ଠ ଉଦ୍ଭିଦର ପ୍ରକୋଷ୍ଠର ଉଦାହରଣ ହେଲା। ରାଇଜୋଫୋର ଯୋଉ ଯେ କ୍ଲାସିକ ଏକ୍ସାମ୍ପଲ ଅଫ ଅ ପ୍ଲାଣ୍ଟ ଦ୍ୟାଟ ଶୋ ଦ ଷ୍ଟ୍ରକ୍ଚରାଲ ଆଡାପ୍ଟେସନ ଟୁ ସର୍ଭାଇଭ ଇନ କୋଉ ପ୍ରକାର ଜାଗାରେ ସେ ଆମର ଦେଖାଯାଏ ରାଇଜୋଫୋର ଗୁଡାକ ହେଲା। ଅପସନ କଣ ଦେଇଛି? ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ, ଲୁଣିଆ ହେନ୍ତାଳ ବଣରେ, ଶୀତଳ ମଧୁର ଜଳ ହ୍ରଦ ପାଖରେ ଦେଖାଯାଏ, ନା ବାଲୁକାମୟ ସମତଳ ଅଞ୍ଚଳରେ ଦେଖାଯାଏ। କୋଉଠି ଆମର ରାଇଜୋଫୋର ଗଛଟା ଦେଖାଯାଏ? ସଠିକ ଉତ୍ତର ହବ କଣ? ଅପସନ ନମ୍ବର ବି, ସେଟା କଣ ଅଛି ଲୁଣିଆ ହେନ୍ତାଳ ବନରେ ହେଲା। ରାଇଜୋଫୋର କୋଉ ପ୍ରକାର ନା ମ୍ୟାଙ୍ଗ୍ରୋଭ ଜାଗାରେ ଦେଖାଯାଇଥାଏ, ଯୋଉଟା କି ହେନ୍ତାଳ ବନ ଆମେ କହୁଛୁ ହେଲା। ସେଠି କଣ ନା ସର୍ଭାଇଭ କରିବା ପାଇଁ ସାଲିନିରେ ଆଉ ଏନଏରୋବିକ ସଏଲରେ ଦେଖାଯାଏ। ସେ ଅକ୍ସିଜେନ ସର୍ଟେଜ ଥାଏ ଆଗରୁ କହିଛି, ଆଉ ସାଲାଇନ ଯେହେତୁ ଲୁଣିଆ ଥାଏ ସେଠି ରାଇଜୋଫୋରଟା ଅଧିକା ଦେଖାଯାଇଥାଏ। ତେଣୁ ଲାଷ୍ଟ କ୍ୱେଶ୍ଚନଟା ଦେଖିବା ଲାଜିର ଏ କଣ? ଲେମ୍ବୁ ଗଛରେ ପକ୍ଷଯୁକ୍ତ ପତ୍ର ବୃନ୍ତ ଏବଂ ଅଷ୍ଟ୍ରେଲିଆର ଆକାକ୍ସିଆ ପତ୍ର ସଦୃଶ ଗଠନ କେଉଁଥିରେ ଅଭିଯୋଜନ ଅଟେ ହେଲା। ମଡିଫିକେସନ ଲାଇକ ୱିଙ୍ଗଡ ଆମର ଦେଖିବା ଲେମ୍ବୁ ଗଛରେ କଣ ଥାଏ ନା ପତ୍ରଟା ପାଖରେ କିଛି କଣ୍ଟା ଦେଖାଯାଏ, ଆଉ ଲିପ ଲାଇକ ପେଟ୍ରୋଲି ଅଷ୍ଟ୍ରେଲିଆନ ଆକାକିଆ ହେଲା ଏଡପ୍ଟେସନ ଯୋଉ କରିଥାନ୍ତି ହେଲା, ସେଟା କୋଉ ପ୍ରକାର ସେମାନେ ଏଡପ୍ଟେସନ କରିଥାନ୍ତି। ସେ କଣ୍ଟା ଭଳିଆ ଜିନିଷଟା ଦେଖାଯାଇଥାଏ ସେ କଣ ପାଇଁ ଦେଖାଯାଏ? ସୁରକ୍ଷା ବ୍ୟବସ୍ଥାର ବୃଦ୍ଧି କରିବା ପାଇଁ, ଅଙ୍ଗୀୟ ଯୋଜନା ପାଇଁ, ହଉଛି ଆଲୋକ ଶାସନ ପୃଷ୍ଠଭୂମିକୁ ଭରଣ ପୋଷଣ କରିବା ପାଇଁ, ହଉଛି ପରାଗ ସଂଗମରେ କୀଟମାନଙ୍କୁ ଆକର୍ଷିତ କରିବା ପାଇଁ। କଣ ପାଇଁ ଏସବୁ ଦେଖାଯାଇଥାଏ? ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି, ଫଟୋସିନ୍ଥେସିସ୍ ସର୍ଫେସ କମ୍ପେନସେସନ, ଆଲୋକ ଶାସନ ପୃଷ୍ଠଭୂମିକୁ ଭରଣ ପୋଷଣ କରିବା ପାଇଁ। when the actual leaf blade are reduced ମାନେ କଣ କରେ ପତ୍ର ଗୁଡାକ ଦେଖିବେ ଛୋଟିଆଟେ ହେଇଥିବ, ପାଖରେ କଣ୍ଟା ଥିବ, ଆଉ ସେମାନେ ଭିତରକୁ ସିକୁଡିଆ ଭଳିଆ ଦେଖାଯାନ୍ତି। କଣ ପାଇଁ? ହେଲା ରିଡ୍ୟୁସ ଦ ଲସ୍ ଲୋୟର ୱାଟର ଲସ୍ ଦ ଲିଫ ଷ୍ଟକ୍ ବା ପେଟିଓଲ ଗୁଡାକ ପତ୍ର ଯୋଉ ଯାହା ଦ୍ୱାରା ଲାଗିଥାଏ, ଏମିତି ଯୋଉ ପତ୍ର ଲାଗିଥାଏ ଏଇଟା କଣ କୁହାଯାଏ? ପେଟିଓଲ ବୋଲି କୁହାଯାଇଥାଏ ହେଲା। ସେମାନେ ପୁରା ପେଟିଓଲଟା ଛୋଟ ହେଇଥାଏ ଆଉ ପତ୍ର ବି ପୁରା ମାନେ ବେଶୀ ବଡ ହେଇନଥାନ୍ତି ହେଲା। ତେଣୁ ସେଇଟା ହେଇଥାଏ କଣ ପାଇଁ ନା ଆମର ଯେହେତୁ ଆଲୋକସନ ପୃଷ୍ଠଭୂମିକୁ ଭରଣ ପୋଷଣ କରିବା ପାଇଁ ହେଲା, ଫଟୋସିନ୍ଥେସିସ୍ ଏରିଆଟାକୁ କମେଇବା ପାଇଁ, ଯାହାଦ୍ୱାରା କି ୱାଟର ଲସ୍ ଟା କମ ହବ। ବୁଝିପାରିଲେ? ତେଣୁ 20ଟା କ୍ୱେଶ୍ଚନ ଥିଲା। ଆଶା କରୁଛି ଆପଣ ଯଦି ଭିଡିଓଟି ଫୁଲ ଦେଖିଥିବେ ତାହେଲେ ଆପଣ ଯୋଉ ବିଷୟଟି ଥିଲା ଟପିକଟି ଥିଲା ଏଡୁକେସନ ପ୍ଲାଣ୍ଟ ଉପରେ ହେଲା, କେତେ ପ୍ରକାର ପ୍ଲାଣ୍ଟ ଆଉ କେତେ କଣ ସବୁ ରହିଛି ବୁଝିପାରିଥିବେ।
ଯଦି ଆପଣଙ୍କୁ ଲାଗିଲା ଆପଣ କିଛି ବୁଝିପାରିଛନ୍ତି ଆଉ ଆପଣଙ୍କ ପାଇଁ ଇନଫର୍ମେଟିଭ ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲ ଯଦି ପ୍ରଥମ ଥର ପାଇଁ ଆସନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଯେଉଁ ବେଲ୍ ନୋଟିଫିକେସନଟି ତାକୁ ଅଲରେ ସେଟ୍ କରିଦେବେ ଯାହାଫଳରେ କି ମୁଁ ଯେଉଁ ଟପିକରେ ଭିଡ଼ିଓ ଅପଲୋଡ଼ କରୁଛି ଆପଣଙ୍କ ପାଖରେ ପହଞ୍ଚି ପାରିବ ହେଲା। ତେଣୁ ୟାର ଯଦି ଆପଣ ପ୍ରାକ୍ଟିସ୍ କରିବା ପାଇଁ ଚାହୁଁଛନ୍ତି ମୁଁ ୟାର ପିଡିଏଫଟା ମୋ ଟେଲିଗ୍ରାମରେ ଅପଲୋଡ଼ କରିଦେବି ସେଠି ଡିସ୍କ୍ରିପ୍ସନରେ ମୁଁ ଲିଙ୍କଟା ଦେଇଦେଉଛି ଆପଣ ସେଠି ଜଏନ୍ ହେଇଯାଆନ୍ତୁ। ସେଠି ଅଲଗା ଟପିକର ସବୁ ଟପିକର ସୋସିଆଲ ସାଇନ୍ସର ସବୁ ଟପିକର ପିଡିଏଫ ଗୁଡ଼ାକ ଅଛି ଆପଣ ସେଠି ଦେଖିପାରିବେ ପ୍ରାକ୍ଟିସ୍ ବି କରିପାରିବେ। ତେଣୁ ଆଜି ପାଇଁ ରହୁଛି ନୂଆଟେ ଟପିକରେ ନୂଆଟେ ଭିଡ଼ିଓରେ ଦେଖା ହବ ସେଥିପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।